लेख सारला जुगर अयम आरंभ केते रु केते हेतिला 1401 रु 1500 लिखि दियो 1401 रु 1500 1401 रु 1500 तापर गोटे स्टार चिन्ह दियो सारला दासଙ୍କ ସମୟରେ राजनीति किए करुଥିଲେ कपिलेन्द्र देव लिखि दियो लिखिल सारला दास कोउट केउठारे जन्म ग्रहण करथिले जानिचो जगतसिंहपुर जगतसिंहपुर जिल्लार झंकड़ ग्राम झंकड़ ग्राम लिखि दियो झंकड़ ग्राम रे जन्म ग्रहण करथिले से कहना ना झंकड़ ग्राम रे अंकर बसती मूर्खंक गोष्ठी रे सदा गला दिन राती गोटे पॉइंट आउट कहिचंदी बुझियला झंकड़ ग्राम रे मोर अटई बसती मूर्खंक गोष्ठी रे सदा गला दिन राती हला जो सारला दास जगतसिंहपुर जिल्लार झंकड़ ग्राम रे जन्म ग्रहण करथिले तांकर पिला दिनर नाम थिला सिद्धेश्वर परिडा लेख लिखिल सिद्धेश्वर परिडा जेहेतु से माता सारलांकर पूजक थिले बा माता सारलांकर भक्त थिले बा सेवक थिले सेथि पई तांकु शूद्र मुनि भावरे मध्य अभिहित करा जाइथिला लेख तांकु शूद्र मुनि मध्य अभिहित करा जाइथिला लिखिल धर्मगत जदि देखिबो धर्मगत अनुसारे सारला दास थिले शाक्त लिखि दियो तांकर गोटे कथा हला सीए मां को कृपारु सी आज एतिकी बाटरे पहुंची जंती तमरो दुर्गा होंतु चंडी होंतु हमर होउचंदी विमला होंतु सारला होंतु मंगला होंतु भवानी होंतु सिंहबाईनी करुणाई एई मानक कृपारु सी कोन करसंदी पांडित्य अर्जन करिसंती बोली निजको बखाणी चंती हैला देखिला तांकर रचनावली मध्यरे सारला दासंकर कोन कोन रहिछि ना प्रथम लेख महाभारत प्रथम हेउछि महाभारत तापरे बिलंका रामायण
ଚଣ୍ଡୀ ପୁରାଣ, ଚଣ୍ଡୀ ପୁରାଣ, ଲେଖିଲ। ଆଉ ଗୋଟେ ଲେଖ ଲକ୍ଷ୍ମୀ ନାରାୟଣୀ ବଚନିକା, ଲକ୍ଷ୍ମୀ ନାରାୟଣୀ ବଚନିକା, ଲେଖିଲ। ଚାରିଗୋଟି କୃତି ମଧ୍ୟରେ ପ୍ରଥମ କୃତି ତାଙ୍କର ହେଉଛି ବିଲଙ୍କା ରାମାୟଣ। ଚାରିଗୋଟି କୃତି ମଧ୍ୟରେ ପ୍ରଥମ କୃତିଟି ହେଉଛି ବିଲଙ୍କା ରାମାୟଣ। ଲେଖିଲ। ଲେଖିଲ କି? ଆଜ୍ଞା ମ୍ୟାମ୍। ଯିବା ଶୁଣ, ବିଲଙ୍କା ରାମାୟଣ ସମ୍ପର୍କରେ କିଛିଟା ତଥ୍ୟ ଜାଣ। ସାରଳା ଦାସଙ୍କର ଉକ୍ତି ଅନୁସାରେ ବିଲଙ୍କା ରାମାୟଣ ତାଙ୍କର ପ୍ରଥମ କୃତି। ତାଙ୍କର ପ୍ରଥମ ରଚନା ହେତୁ ଏହା କ୍ଷୁଦ୍ର ଆକୃତି ବିଶିଷ୍ଟ ବୋଲି ମନେ ହୁଏ। ଏ ପର୍ଯ୍ୟନ୍ତ ଏହି ଗ୍ରନ୍ଥଟିର ଶୁଦ୍ଧ ସଂସ୍କରଣ ପ୍ରକାଶିତ ହୋଇନଥିବାରୁ ବଜାରରେ ମିଳୁଥିବା ମୁଦ୍ରିତ ପୁସ୍ତକ ଉପରେ ନିର୍ଭର କରି ଏହି ଆଲୋଚନାଟି ପ୍ରସ୍ତୁତ। ବିଲଙ୍କା ରାମାୟଣ ସମ୍ପର୍କରେ କୌଣସି ପ୍ରକାରର ସ୍ୱତନ୍ତ୍ର ପୁସ୍ତକ ବାହାରି ନାହିଁ। ବିକୃତ ହେଉଥିବା ଏହି ପୁସ୍ତକ ଭିତରେ ଯାହା କିଛି ଦେଇଛି ତାରି ଉପରେ ଅଧ୍ୟୟନ କରିକି ଆମେ ଜାଣିବା ପ୍ରକୃତରେ ବିଲଙ୍କା ରାମାୟଣ ସମ୍ପର୍କରେ କବି ଆମର ହଉଛନ୍ତି ସାରଳା ଦାସ ବା ଶୂଦ୍ରମୁନି ସାରଳା ଦାସ ବା ପିତା ପିତାମହ ଆଦି କବି ଶୂଦ୍ରମୁନି କେଉଁ ପ୍ରକାରର ବିଶେଷତ୍ୱକୁ ନେଇକି ବିଲଙ୍କା ରାମାୟଣକୁ ଓଡ଼ିଆ ସାହିତ୍ୟ ଜଗତରେ ଉଦ୍ଯାପନ କରିଛନ୍ତି ବା ସ୍ଥାପନ କରିଛନ୍ତି। ବୁଝିପାରିଲ? ଶିବ ପାର୍ବତୀଙ୍କ କଥୋପକଥନ ଛଳରେ ସମଗ୍ର ଗ୍ରନ୍ଥଟିର କଥାବସ୍ତୁ ପରିକଳ୍ପିତ। ଏହାର କଥାବସ୍ତୁ ହେଉଛି ଲଙ୍କାର ରାଜା ଦଶାନନ ରାବଣକୁ ମାରିବା ପରେ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗରେ ଧରି ରାମଚନ୍ଦ୍ର ଅଯୋଧ୍ୟା ଫେରିଛନ୍ତି। ସେଠାରେ ତାଙ୍କ ଅଭିଷେକ ଉତ୍ସବ ମହା ସମାରୋହରେ ପାଳିତ ହେବାର ଆୟୋଜନ କରାଯାଇଛି। ସ୍ୱର୍ଗର କେତେକ ଦେବତା ଏହି ଉତ୍ସବ ଦେଖିବାକୁ ବାହାରିଛନ୍ତି। ଏହି ସମୟରେ ସେଠାରେ କ୍ରନ୍ଦନରତ ଯମ ଉପସ୍ଥିତ ହୋଇ ନିଜର ଦୁଃଖ ଜଣାଇଛନ୍ତି। ବ୍ରହ୍ମାଙ୍କ ବରରେ ବଳିଆନ ବିଲଙ୍କାର ସହସ୍ରଶିରା ରାବଣ ଦେବତାମାନଙ୍କୁ ବହୁ ଭାବରେ ନିର୍ଯାତିତ କରୁଛି ଏବଂ ତାଙ୍କୁ ପ୍ରତିଦିନ ତାର ବାଡ଼ି ତାତି ଖଟିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି। ଦେବତାମାନେ ବିଚାର କରିଛନ୍ତି ଯେ ରାମଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟ କେହି ବିଲଙ୍କାର ସହସ୍ରଶିରା ରାବଣକୁ ବଦ୍ଧ କରିବା ପାଇଁ କ୍ଷମ ନୁହନ୍ତି। ଯେତେବେଳେ ରାବଣ ବିଭିନ୍ନ ପ୍ରକାର କୋପ ଦେଖେଇକି ବିଭିନ୍ନ ପ୍ରକାରର କଣ କରୁଛି ଦେବତାମାନଙ୍କୁ ହଇରାଣ କରୁଛି, ତ ସେତେବେଳେ ନିହାତି ଭାବରେ ଦେବତାମାନେ କିଛି ପ୍ରକାର ସଲ୍ୟୁସନ ବାହାର କରିବେ, ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବେ। ସେଥିପାଇଁ ସେମାନେ ରାମଚନ୍ଦ୍ରକୁ କଣ କରୁଛନ୍ତି ଚୟନ କରିଛନ୍ତି। ଯଦି ରାବଣକୁ କେହି ମାରି ପାରନ୍ତି ସିଏ ହଉଛନ୍ତି ରାମଚନ୍ଦ୍ର। ରାମଚନ୍ଦ୍ରଙ୍କ ବ୍ୟତୀତ ରାବଣକୁ କେହି ବଦ୍ଧ କରିପାରିବେ ନାହିଁ। କିନ୍ତୁ ରାମଚନ୍ଦ୍ର ରାଜା ହେବା ପରେ ଆଉ ତାଙ୍କୁ ବିଲଙ୍କା ରାବଣକୁ ବିନାଶ କରିବା ପାଇଁ ପ୍ରବର୍ତ୍ତାଇବା ସମ୍ଭବ ହେବ ନାହିଁ। ତେଣୁ ଅଭିଷେକ ପୂର୍ବରୁ ହିଁ ତାଙ୍କୁ ଏ କାର୍ଯ୍ୟରେ ଲଗାଇବାକୁ ପଡିବ। ଶେଷରେ ବ୍ରହ୍ମାଙ୍କ ପରାମର୍ଶ ଅନୁସାରେ ସ୍ଥିର ହୋଇଛି ଯେ ଖଳ ଆଉ ଦୁର୍ବଳଙ୍କୁ ଅଯୋଧ୍ୟାକୁ ପଠାଯିବ। ସେମାନେ ରାମ ଓ ସୀତାଙ୍କ କଣ୍ଠରେ ବିଜେ କରି ଏପରି କଥୋପକଥନରେ ରତ ରହିବେ ଯେପରି ରାମଚନ୍ଦ୍ର ବାଧ୍ୟ ହେବେ ବିଲଙ୍କା ଯାତ୍ରା କରିବା ପାଇଁ। ଖଳ ଆଉ ଦୁର୍ବଳ ଦୁଇ ଜଣ ନାମଧାରୀ ବ୍ୟକ୍ତିଙ୍କୁ ସେମାନେ ପଠେଇଛନ୍ତି। ଖଳ ବସିବେ କାହା କଣ୍ଠରେ? ରାମଚନ୍ଦ୍ରଙ୍କ କଣ୍ଠରେ। ଆଉ କିଏ ଆମର ଦୁର୍ବଳ ବସିବେ କାହା କଣ୍ଠରେ? ନା ସୀତାଙ୍କ କଣ୍ଠରେ। ଖଳ ଓ ଦୁର୍ବଳଙ୍କ ଆଦେଶ ପାଇ ଅଯୋଧ୍ୟା ଯାଇଛନ୍ତି। ଅଭିଷେକର ଅବ୍ୟବହିତ ପୂର୍ବରୁ ରାମଚନ୍ଦ୍ର କୁଳଗୁରୁ ବଶିଷ୍ଠଙ୍କୁ ଲଙ୍କା ବିଜୟ ସମ୍ବନ୍ଧରେ ନିଜର ବୀରତ୍ୱପୂର୍ଣ୍ଣ କାହାଣୀ ଶୁଣାଇବା ସମୟରେ ଖଳ ଦ୍ୱାରା ପରିଚାଳିତ ସୀତା ଘୋର ପ୍ରତିବାଦ କରି କହିଛନ୍ତି, ଯେତେବେଳେ ରାମଚନ୍ଦ୍ର ଲଙ୍କାର ରାବଣକୁ ଯୋଉ ବଦ୍ଧ କରିଛନ୍ତି ବୋଲି କୁଳଗୁରୁ ହଉଛନ୍ତି ତାଙ୍କର ବଶିଷ୍ଠ। ବଶିଷ୍ଠଙ୍କ ପାଖରେ କଣ କରୁଛନ୍ତି ନା ନିଜର ଗୌରବକୁ ତାଙ୍କ ଆଗରେ ପରିପ୍ରକାଶ କରୁଛନ୍ତି। ସେତେବେଳେ ସୀତା ବାହାରିଛନ୍ତି। ଦୁର୍ବଳ ଯେହେତୁ ତାଙ୍କ କଣ୍ଠରେ କଣ ହେଇଛି ନା ବସିଛନ୍ତି, ଖଳ ଯେହେତୁ ତାଙ୍କ କଣ୍ଠରେ ବସିଛନ୍ତି ସୀତାଙ୍କ କଣ୍ଠରେ, ସେତେବେଳେ ସେ କଣ କରୁଛନ୍ତି? ସେ କହୁଛନ୍ତି ପ୍ରତିବାଦ କରି କହୁଛନ୍ତି ଯେ ଲଙ୍କା ବିଜୟର ଗୌରବ ରାମଚନ୍ଦ୍ରଙ୍କର ନୁହେଁ, ତାଙ୍କ ନିଜର ପ୍ରାପ୍ୟ। କହୁଛନ୍ତି ଲଙ୍କା ଯୋଉ ବିଜୟ କରିଛ, ଲଙ୍କା ଯୋଉ ତମେ ଜୟ କରିଛ, ସେଟା ତମର ପ୍ରାପ୍ୟ ନୁହଁ, ସେଟା ମୋର ପ୍ରାପ୍ୟ।
ସେଠି କଣ କହୁଛନ୍ତି କହୁଛନ୍ତି ରାମଚନ୍ଦ୍ର ଯଦି ବିଲଙ୍କା ରାବଣକୁ ବଧ କରିପାରିବେ ତେବେ ଲଙ୍କା ବିଜୟର ଗୌରବ ପାଇଁ ଦାବି କରିପାରିବେ। କବି ସୀତାଙ୍କ ମୁଖରେ ଲେଖୁଛନ୍ତି କହୁଛନ୍ତି ଯଦି ପ୍ରକୃତରେ ରାମଚନ୍ଦ୍ର ଯାଇକି ରାବଣକୁ ବଧ କରିପାରିବେ ବିଲଙ୍କା ରାବଣକୁ ମାରିପାରିବେ ସେଇଥିପାଇଁ କବି ପଦେ ଲେଖିଲେ କଣ କହିଲେ କହୁଛନ୍ତି ତୁସେ କିବା କଷ୍ଟ ପାଇ ଅଛୁ ରଘୁରାମ ଘୋର କଷ୍ଟ ପାଇଲେ ମୁଁ ମାଇଲି ରାବଣ ଏମନ୍ତ ପ୍ରତିଜ୍ଞା ଯେବେ ଅଛି ରଘୁସାଇଁ ବିଲଙ୍କାର ରାବଣକୁ ବଧ କରାଯାଇ। ଏକଥା ସୀତାଙ୍କ କଣ୍ଠରେ ଯେହେତୁ ଖଳ ନାମକ ଜଣେ ଜିନିଷ ମାନେ ବ୍ୟକ୍ତି ଜଣକ ପଶିଛି ସେ ସେଇ କଥାଟା କହିଲେ ରାମଚନ୍ଦ୍ର ଉତ୍ତ୍ୟକ୍ତ ହେବେ ରାଗିଯିବେ ରାଗିଲା ପରେ ଯାଇକି ସେ କଣ କରିବେ ବଧ କରିବେ ସେଇ କଥାଟାକୁ ଏଠି ପ୍ରକାଶ କରାହଉଛି। ରାମଚନ୍ଦ୍ର ସୀତାଙ୍କର ଏପରି ଅପ୍ରତ୍ୟାଶିତ ବାକ୍ୟ ବାଣରେ ଉତ୍ତ୍ୟକ୍ତ ହୋଇ ପଡିଛନ୍ତି ସେ ସୀତାଙ୍କୁ ଆହ୍ୱାନକୁ ଗ୍ରହଣ କରି ବିଲଙ୍କା ରାବଣକୁ ସଂହାର କରିବା ପାଇଁ ବାହାରିଛନ୍ତି ଯୋଉଟା ମୁଁ ତମାନଙ୍କୁ କହିଲି। ଦେବତା ମାନେ ତାଙ୍କୁ ଆକାଶ ମାର୍ଗରେ ଉଡାଇ ନେଇଛନ୍ତି ପ୍ରଚଣ୍ଡ ପର୍ବତ ଉପରୁ ସେ ବିଲଙ୍କା ନଗରୀ ଉପରେ ଦୃଷ୍ଟି ବୁଲାଇ ଆଣିଛନ୍ତି କୌଶଳ କ୍ରମେ ବିଲଙ୍କା ନଗରୀର ଦକ୍ଷିଣ ଦ୍ୱାର ଦେଇ ସେ ପ୍ରବେଶ କରିଛନ୍ତି ସେଠାରେ ତାଙ୍କର ସହସ୍ରଶିରା ରାବଣ ସହିତ ସାକ୍ଷାତ ହୋଇଛି। ରାମଚନ୍ଦ୍ରଙ୍କ ଆଗମନର କାରଣ ଜାଣିବା ପରେ ରାକ୍ଷସ ଉପହାସ କରି ତାଳିଟିଏ ମାରିଛି ଏହି ତାଳି ପବନରେ ରାମଚନ୍ଦ୍ର 70 ଯୋଜନା ଦରରେ ପଡିଛନ୍ତି। ରାମଚନ୍ଦ୍ରଙ୍କ ଅଭିଷେକ ନିମନ୍ତେ ଚନ୍ଦନ କାଷ୍ଠ ସଂଗ୍ରହରେ ଯାଇଥିବା ହନୁମାନ ଅଯୋଧ୍ୟା ଫେରି ସମସ୍ତ କଥା ଶୁଣିଛି ସେ କାଳ ବିଳମ୍ବ ନ କରି ବିଲଙ୍କାରେ ପହଞ୍ଚିଛି ଓ ସେଠାରେ ଥିବା ଏକ ବିଷାକ୍ତ ପୁଷ୍କରିଣୀରୁ ଜଳପାନ କରି ମୃତ୍ୟୁ ମୁଖରେ ପଡିଛି। ତାର ପିତା ପବନଙ୍କ ଅନୁରୋଧରେ ଦେବତାମାନେ ତାକୁ ଜୀବନ ଦାନ କରିଛନ୍ତି କିନ୍ତୁ ହନୁମାନ ପୁନର୍ବାର ବିପଦର ସମ୍ମୁଖୀନ ହୋଇଛି। ବର୍ଷକରେ ମାତ୍ର ଗୋଟିଏ ଦିନ ଖାଦ୍ୟ ଗ୍ରହଣ କରୁଥିବା ସହସ୍ରଶିରାର ଖାଦ୍ୟ ଭାବରେ ସେ ତାର ଉଦରରେ ପ୍ରବେଶ କରିଛି ଓ ରାମ ନାମ ଜପ କରିବାରୁ ସହସ୍ରଶିରା ତାକୁ ଉଦରରୁ ବାହାର କରିଛି। ହନୁମାନ ଠାରୁ ସେ ରାମଚନ୍ଦ୍ରଙ୍କ ବିଷୟରେ ଜାଣିବାକୁ ପାଇଛି। ସହସ୍ରଶିରା ରାବଣ ପରଦିନ ନିଜ ଆତ୍ମୀୟ ସ୍ୱଜନଙ୍କ ସହିତ ପରାମର୍ଶ କରି ରାମଚନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଛି। ଯୁଦ୍ଧରେ ତାର ମନ୍ତ୍ରୀ ସପ୍ତଶିରାର ପୁତ୍ର ନାଭିଦୈତ୍ୟ ଶୁମ୍ଭ ନିଶୁମ୍ଭ ପ୍ରଳମ୍ବା କଦମ୍ବା ତ୍ରିଶିରା ଶତଶିରା ପ୍ରଭୃତି ରାକ୍ଷସଗଣ ପ୍ରାଣ ହରାଇଛନ୍ତି କିନ୍ତୁ ସକଳ ଚେଷ୍ଟା ସତ୍ତ୍ୱେ ସହସ୍ରଶିରା ନିହତ ନ ହେବାରୁ ରାମଚନ୍ଦ୍ର ହତୋତ୍ସାହ ହୋଇପଡିଛନ୍ତି। ଦେବତା ମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ସତୀ ଶିରୋମଣି ସୀତାଙ୍କ ସାହାଯ୍ୟ ନେଇ ସହସ୍ରଶିରାକୁ ବଧ କରିବା ପାଇଁ। ହନୁମାନ ଅଯୋଧ୍ୟାକୁ ଯାଇ ଲକ୍ଷ୍ମଣ ସୀତାଙ୍କୁ ଧରି ଫେରିଛି। ମହିଷାମର୍ଦିନୀ ମହାମୟୀ କାର୍ତ୍ତିୟାନୀଙ୍କ ଠାରୁ ପଞ୍ଚଶର ପ୍ରାପ୍ତ ହୋଇ ସତୀ ସୀତା ତ୍ରୈଲୋକ୍ୟ ମୋହିନୀ ବେଶରେ ସହସ୍ରଶିରା ମୁଖ ସମ୍ମୁଖରେ ପହଞ୍ଚିଛନ୍ତି। ସେ ନିଜର ଉଲଗ୍ନ ଶରୀର ଦେଖାଇ ସହସ୍ରଶିରାକୁ ହୀନବୀର୍ଯ୍ୟ କରାଇଛନ୍ତି। ଏହି ଅବସରରେ ରାମ ଓ ଲକ୍ଷ୍ମଣ ଶରବିଦ୍ଧ କରି ଦୁଷ୍ଟ ଦାନବକୁ ଚିରଦିନ ପାଇଁ ଧରାପୃଷ୍ଠରୁ ବିଦାୟ ଦେଇଛନ୍ତି। ଦେବତା ମାନେ ଆନନ୍ଦ ଉଲ୍ଲାସରେ ମାତିଛନ୍ତି ଓ ଶ୍ରୀରାମଙ୍କ ଉପରେ ପୁଷ୍ପବୃଷ୍ଟି କରିଛନ୍ତି। ଲକ୍ଷ୍ମଣ ଓ ସୀତାଙ୍କ ସହିତ ରାମଚନ୍ଦ୍ର ଅଯୋଧ୍ୟା ଫେରି ଆସିଛନ୍ତି ସେଠାରେ ତାଙ୍କର ଅଭିଷେକ କାର୍ଯ୍ୟ ସମ୍ପାଦିତ ହୋଇଛି। ଏହି ଗ୍ରନ୍ଥରେ ରାମଚନ୍ଦ୍ରଙ୍କ ଅପେକ୍ଷା ସତୀ ସୀତା ଅଧିକ ଶକ୍ତି ସମ୍ପନ୍ନ ଭାବରେ ବିଚିତ୍ରତା ଶକ୍ତି ଉପାସକ ଶାରଳା ଦାସଙ୍କ ଦେବୀ ମାହାତ୍ମ୍ୟ ପ୍ରକୀର୍ତ୍ତନ କରିବା ଉଦ୍ଦେଶ୍ୟ ଏଥିରେ ଅତି ସ୍ପଷ୍ଟ। ତ ତେଣୁକରି ଯଦି ଆଜି ସହସ୍ରଶିରା ରାବଣର ବଧ ହେଇଛି କାହା ପାଇଁ ତାହେଲେ ବଧ ହେଇଛି କାହା ପାଇଁ ସହସ୍ରଶିରା ରାବଣ ଆଜି ମୃତ୍ୟୁ ମୁଖରେ ପାଇକି ପହଞ୍ଚିଛି। ଦେବତା ମାନେ ପୁଣି ଥରେ ଗୋଟେ ନୂଆ ଜୀବନ ଆରମ୍ଭ କରିଛନ୍ତି କାହା ପାଇଁ ସତୀ ଶିରୋମଣି ସୀତାଙ୍କ ପାଇଁ ଯେହେତୁ ସେ ମାତା ଚଣ୍ଡୀଙ୍କ ପାଖରୁ ପୁଷ୍ପଧନୁ ଆଣିଛନ୍ତି କାର୍ତ୍ତିୟାୟନୀ ରୂପକୁ ଧାରଣ କରିଛନ୍ତି ଉଲଗ୍ନ ରୂପକୁ ରାବଣଙ୍କ ଆଗରେ କଣ କରୁଛନ୍ତି ଦେଖାଇଛନ୍ତି। ସେଠୁ ରାବଣ କଣ ହେଇଛି ମାନେ କାମାତୁର ଭଳି ଥରିବାକୁ ଲାଗିଛି। ସେଇ ସମୟରେ ରାମଚନ୍ଦ୍ର ଆଉ ଲକ୍ଷ୍ମଣ ମିଶିକି କଣ କରୁଛନ୍ତି ଶର ନିକ୍ଷେପ କରୁଛନ୍ତି ଯୋଉଥିରେ ରାବଣର ମୃତ୍ୟୁ ହେଇଛି। ବୁଝିପାରିଲ ନା ବୁଝିପାରିଲ ନାହିଁ? ବୁଝିପାରିଲ ବିଲଙ୍କା ରାମାୟଣ? ତାପରେ ଆସିଲା ତମମାନଙ୍କର କଣ ମହାଭାରତ ହେଲା। ମହାଭାରତରେ କଣ ଲେଖା ଅଛି ନା ସାରଳା ମହାଭାରତ କବି ସାରଳା ଦାସଙ୍କ ରଚନା ମାନଙ୍କ ମଧ୍ୟରେ ବୃହତ୍ତମ। ଅନ୍ୟ କୌଣସି ପ୍ରାନ୍ତୀୟ ଭାଷାରେ ଏଭଳି ବିଶାଳକାୟ ମହାଭାରତ ସେ ପର୍ଯ୍ୟନ୍ତ ରଚିତ ହୋଇ ନଥିବାରୁ ସମକାଳୀନ ଭାରତୀୟ ସାହିତ୍ୟରେ ଏହା ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ସାରଳା ଦାସଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ସତ୍ତା ରହିଥିଲେ ହେଁ ତାହା ଗୁଣାତ୍ମକ ବିଚାରରେ ବିଶେଷ ଉଲ୍ଲେଖଯୋଗ୍ୟ ନୁହେଁ। ତେଣୁ ସାରଳା ଦାସ ଓଡ଼ିଆ ସାହିତ୍ୟରେ ଆଦିକବି ଓ ସାରଳା ମହାଭାରତ ଓଡ଼ିଆ ଭାଷା ଓ ସାହିତ୍ୟର କୋଣାର୍କ ସଦୃଶ। ବ୍ରାହ୍ମଣ୍ୟ ଧର୍ମର ପ୍ରାବଲ୍ୟ କାଳରେ ସମସ୍ତ ପ୍ରତିକୂଳତା ସତ୍ତ୍ୱେ ସେ ସଂସ୍କୃତ ବଦଳରେ ଓଡ଼ିଆ ଭାଷାରେ ମହାଭାରତ ଭଳି ବିରାଟକାୟ ଗ୍ରନ୍ଥ ରଚନା କରି ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଥିଲେ। ଓଡ଼ିଶାର ଏହି କୃଷକ କବି ଚିନ୍ତା ଓ ଚେତନାର ଦୃଷ୍ଟି ଓ ଦର୍ଶନରେ ଥିଲେ ଏକାନ୍ତ ଉତ୍କଳୀୟ। ଫଳତଃ ତାଙ୍କ ପ୍ରଣୀତ ମହାଭାରତରେ ପ୍ରତ୍ୟେକ ପୃଷ୍ଠା
ଜାତୀୟ ପ୍ରୀତି ଓ ସାଂସ୍କୃତିକ ଚେତନାରେ ପୁଷ୍ଟ। ଅନ୍ୟ ଭାଷାରେ ସାରଳା ମହାଭାରତ ଓଡ଼ିଶାର ଜାତୀୟ ମହାକାବ୍ୟ, ଓଡ଼ିଆ ଜାତିର ଜୀବନ ଦେବେଦ। ସ୍ୱଦେଶ ପ୍ରେମୀ କବି ଆଲୋଚ୍ୟ ଗ୍ରନ୍ଥର ଆଖ୍ୟାନ ଭାଗରେ କି ଯେଉଁଠି ସୁଯୋଗ ପାଇଛନ୍ତି ସେଠାରେ ଓଡ଼ିଶାର ଜାତୀୟ ଧର୍ମ, ସଂସ୍କୃତି, ସାମାଜିକ ରୀତିନୀତି ଇତ୍ୟାଦିକୁ ଯଥାର୍ଥ ରୂପେ ଦେଇଛନ୍ତି। ତ ତେଣୁକରି ଯେତେବେଳେ ଯେଉଁ ସମୟରେ କବି ଯୋଉ ଭଳି ପ୍ରକାରର ଟିକେ ସମୟ ପାଇଛନ୍ତି ବା ଟିକେ ପ୍ରକାରର ମହତ୍ଵବାଣୀ ପାଇଛନ୍ତି, ସେଇ ସମୟରେ ସେ ଉତ୍କଳର ସମସ୍ତ ରୂପକୁ ନେଇକି ତାଙ୍କ କାବ୍ୟ କବିତାରେ ନେଇକି କଣ କରିଛନ୍ତି, ସ୍ଥାନ ଦେଇଛନ୍ତି। ମହାଭାରତ ହେଉ, ବିଲଙ୍କା ରାମାୟଣ ହେଉ, ଚଣ୍ଡୀ ପୁରାଣ ହେଉ, ତମର ଲକ୍ଷ୍ମୀ ନାରାୟଣୀ ବଚନିକା ହେଉ, ଯେଉଁ ଚରିତ୍ର ଗୁଡିକ ସେ ଏଥିରେ ଚିତ୍ରଣ କରିଛନ୍ତି ସେମାନେ ସମସ୍ତେ ଆଚାର ବିଚାର, ଚାହାଣୀ ଚଳଣି, ବିଶ୍ୱାସ ପରମ୍ପରା, ବେଶଭୂଷା, ଖାଦ୍ୟପେୟ ଇତ୍ୟାଦି ଦୃଷ୍ଟିରୁ ଖାଣ୍ଟି ଓଡ଼ିଆ। ଏଣୁ ସାରଳା ମହାଭାରତ ଯଥାର୍ଥ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଏକ ମହାନ ଜୟ ଗୀତିକା। ଜନଜୀବନ ସହିତ ଏହାର ସମ୍ପର୍କ ଏତେ ନିବିଡ଼ ଯେ ଓଡ଼ିଆରେ ଏକ ଜନପ୍ରିୟ ପ୍ରବାଦ ଅଛି, ଯାହା ନାହିଁ ଭାରତେ ତାହା ନାହିଁ ଭାରତେ। ତେଣୁ ଯଥାର୍ଥ ତତ୍କାଳୀନ ଓଡ଼ିଶାର ବିଶ୍ୱକୋଷ ଭାବରେ ଗୃହୀତ ହୋଇପାରେ। ତ ତେଣୁକରି ବଢିଆ କଥା ସେ କହିକି ମହାଭାରତ ସମ୍ପର୍କରେ ବିଶଦ ବିବରଣୀ ଦେଇଛନ୍ତି। ତ ସଂସ୍କୃତ ମହାଭାରତ ଓ ସାରଳା ମହାଭାରତ, ଏଇ ଯୋଉ ସଂସ୍କୃତ ମହାଭାରତ ସାରଳା ମହାଭାରତ ଭିତରେ ଗୋଟେ ଛୋଟିଆ କଣ ଅଛି ବ୍ୟବଧାନ ରହିଛି। ସଂସ୍କୃତ ମହାଭାରତରେ 1,00,000 ଶ୍ଲୋକ ଥିବା ବେଳେ ସମର ହଉଛି ଓଡ଼ିଆ ମହାଭାରତରେ 1,40,000 ଶ୍ଲୋକକୁ ନେଇ ସାରଳା ଦାସ ମହାଭାରତ ରଚନା କରିଛନ୍ତି। ବୁଝିହେଲା? କହୁଛନ୍ତି ସେ କଥା, ସାରଳା ମହାଭାରତ ତମର ମୂଳ ସଂସ୍କୃତ ମହାଭାରତର ଅନୁବାଦ ନୁହେଁ କିମ୍ବା ଅବିକଳାନୁକରଣରେ ଲିଖିତ ନୁହେଁ। ମୂଳ ଗ୍ରନ୍ଥରୁ କେବଳ କଙ୍କାଳଟି ଗ୍ରହଣ କରି ଶାରଳା ଦାସ ସେଥିରେ ସ୍ୱକଳ୍ପନା ଶକ୍ତି ବଳରେ ରକ୍ତ ମାଂସ ସଂଯୋଗ କରିଛନ୍ତି। କହିଲେ ସିଏ ସଂସ୍କୃତ ମହାଭାରତକୁ ଦେଖିଛନ୍ତି, ତା ଭିତରୁ ଜଷ୍ଟ ଜିଷ୍ଟଟାକୁ ସେ କାଢି ଆଣିଛନ୍ତି। ଟିକେ ଜିଷ୍ଟକୁ କାଢି ଆଣିକି ସେ କଣ କରିଛନ୍ତି ଜାଣିଛ ନା, ନିଜେ ରଚନା କରିଛନ୍ତି। ପୁରାପୁରି ସଂସ୍କୃତ ମହାଭାରତକୁ ଦେଖିକି ଯେ ସେ ରଚନା କରିଛନ୍ତି ସେଇଟା ନୁହଁ। ସାରଳା ମହାଭାରତ ରଚନା ହେଇଛି, କିନ୍ତୁ ସଂସ୍କୃତ ମହାଭାରତକୁ ଅଧ୍ୟୟନରତ ହେଇକି ସାରଳା ମହାଭାରତ ରଚନା ହେଇନାହିଁ ଓଡ଼ିଆରେ। କେମିତି ରଚନା ହେଇଛି ନା, ଜଷ୍ଟ ଜିଷ୍ଟ ଟିକେ ସେ ପଢିଛନ୍ତି, ସେଇ ଜିଷ୍ଟକୁ ନେଇକି ସାରଳା ମହାଭାରତ ସେ ରଚନା କରିଛନ୍ତି। ତାପରେ କହୁଛନ୍ତି କଣ ନା, ବିଷୟବସ୍ତୁ, ଚରିତ୍ର ଚିତ୍ରଣ, ବର୍ଣ୍ଣନା ଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ କବିଙ୍କ ମୌଳିକତାର ପ୍ରତିଫଳନ ପରିଲକ୍ଷିତ ହୁଏ। ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ଦ୍ୱାରା ସାରଳା ମହାଭାରତ ଉପରେ ରଚିତ ଶ୍ରୀ ଭାରତ ଦର୍ପଣ ନାମକ ପୁସ୍ତକ ଖଣ୍ଡିକ ସମାଲୋଚନା ସାହିତ୍ୟ ଆକାଶରେ ଏକ ଉଜ୍ଜଳ ଜ୍ୟୋତିଷ୍କ ସଦୃଶ। ତ ତେଣୁକରି ସେ ବୁଝାଉଛନ୍ତି ଏଠି ସଂସ୍କୃତ ମହାଭାରତ ସାରଳା ମହାଭାରତ ଭିତରେ ଆକାଶ ପାତାଳର ଫରକ ଅଛି। ହେଲା, ତାହେଲେ ଆମେ ଦେଖିବା ସଂସ୍କୃତ ସାରଳା ମହାଭାରତରେ କଣ କଣ ସବୁ ରହିଛି, ମୌଳିକତା କଣ ଅଛି ଟିକେ ଦେଖିବା, ତାପରେ କଣ ହଉଛି ତା ଆଗକୁ ଆମେ ବଢିବା। ବୁଝିହେଲା? ହଁ ମ୍ୟାମ୍, ବୁଝିହେଲା। ଫାଷ୍ଟ ଆସିବ ଧୃତରାଷ୍ଟ୍ରଙ୍କର ସନ୍ତାନ ଲାଭ। ମହାଭାରତର ପ୍ରଥମ ପର୍ଯ୍ୟାୟରେ ସେ ଆଣିଛନ୍ତି ଧୃତରାଷ୍ଟ୍ରଙ୍କର ସନ୍ତାନ ଲାଭ। କହୁଛନ୍ତି ମୂଳ ମହାଭାରତରେ ଅତି ସଂକ୍ଷେପରେ ଧୃତରାଷ୍ଟ୍ରଙ୍କର ପୁତ୍ର ଲାଭ ପ୍ରସଙ୍ଗ ବର୍ଣ୍ଣିତ। 2 ବର୍ଷ ଗର୍ଭଧାରଣ କରିବା ପରେ ଗାନ୍ଧାରୀ ଏକ ମାଂସ ପିଣ୍ଡୁଳା ଜନ୍ମ କରିଛନ୍ତି। ଦେଖ କେତେ ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଛନ୍ତି, ମହାଭାରତଟାକୁ ଶୁଣୁଥିବ। ଓ ଏହି ମାଂସ ପିଣ୍ଡୁଳାକୁ 100 ଖଣ୍ଡ କରି ଘୃତକୁଣ୍ଡରେ ନିକ୍ଷେପ କରିବାରୁ 100 ଦିବସରେ 100 ପୁତ୍ର ଓ ଏକମାତ୍ର କନ୍ୟା ଜନ୍ମଗ୍ରହଣ କରିଛନ୍ତି। ମାତ୍ର ଏ ପ୍ରସଙ୍ଗ ଉପସ୍ଥାପନରେ ସାରଳାଙ୍କର ମୌଳିକ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ। କହିଲେ ଏଇ ଯୋଉ ଜିନିଷଟାକୁ ଆମେ ଆଜି ପଢୁଛନ୍ତି, ଗୋଟେ ମୌଳିକତା ଉପରେ ସେ ଆଣିକି ପର୍ଯ୍ୟବେକ୍ଷଣ କରିଛନ୍ତି। କିଏ ନା, ସାରଳା ଦାସ। ସାରଳା ଦାସ ନିଜ ଗ୍ରନ୍ଥରେ ଶତପୁତ୍ର ଲାଭ ପାଇଁ ଗାନ୍ଧାରୀଙ୍କୁ ଯଜ୍ଞ ଚରୁଅନ୍ନ ସେବନ କରାଇଛନ୍ତି। ଏପରି କରିବା ପଛରେ ସାରଳାଙ୍କ ଉଦ୍ଦେଶ୍ୟକୁ ବିଶ୍ଳେଷଣ କରାଯାଇପାରେ। ସାରଳା କାଳୀନ ସମାଜରେ ରାମାୟଣର ବହୁଳ ଚର୍ଚ୍ଚା ଥିଲା ଏବଂ ରାମାୟଣକୁ ଜନସାଧାରଣଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ। ରାମାୟଣରେ ଦଶରଥଙ୍କର ରାଣୀତ୍ରୟ ଚରୁଅନ୍ନ ଭକ୍ଷଣ କରି ପୁତ୍ର ଲାଭ କରିଥିବା ବିଷୟ ସମାଜରେ ପ୍ରତ୍ୟେକଙ୍କୁ ଜଣାଥିଲା ଏବଂ ଯଜ୍ଞ ଚରୁଅନ୍ନରେ ସନ୍ତାନ ସୃଷ୍ଟି କ୍ଷମତା ଉପରେ ସମସ୍ତେ ନିଃସନ୍ଦେହ ଥିଲେ। ଗାନ୍ଧାରୀଙ୍କ ସନ୍ତାନ ଲାଭ ପ୍ରସଙ୍ଗଟିକୁ ଏହିଭଳି ଅବତାରଣା କରିବା ଫଳରେ ଏହା ଖୁବ ବାସ୍ତବ ଧର୍ମୀ ହୋଇଛି ଏବଂ ଲୋକମାନଙ୍କ ମନରେ ବିଶ୍ୱାସ ମଧ୍ୟ ଜନ୍ମାଇଛି। ସେ କଣ କଲେ ନା, ରାମାୟଣରେ ଯେତେବେଳେ ଦଶରଥଙ୍କର ରାଣୀ ମାନେ ଚରୁଅନ୍ନ ଖାଇବା ଦ୍ୱାରା ତାଙ୍କର ସନ୍ତାନ ପ୍ରସବ ଆରମ୍ଭ ହେଇଛି ବା ଗୋଟେ କଣ ଗର୍ଭଧାରଣ କରିବାର କ୍ଷମତା ନାରୀଟିଏ ପାଇଛି, ସେ କହିଲେ ମହାଭାରତରେ ସଂସ୍କୃତରେ ଲେଖା ଅଛି ଗୋଟେ କଥା, ମୁଁ ନୂଆ ରୂପ ଦେବି। କଣ ଦେବି ନା, ସଂସ୍କୃତରେ ଲେଖା ଅଛି ଯେ ଯେତେବେଳେ ଗାନ୍ଧାରୀ
ତାଙ୍କର ଗର୍ଭଧାରଣ ସେ କରିଛନ୍ତି ଗୋଟେ ମାଂସ ପେଣ୍ଡୁଳାକୁ ସେ 100 ଖଣ୍ଡ କରିକି ଘୃତ ଅନ୍ନରେ ଭର୍ତ୍ତି କରିକି ରଖିଛନ୍ତି। ତ ତାରି ଭିତରୁ ଜନ୍ମ ହେଇଛନ୍ତି 100 ପୁତ୍ର 1 କନ୍ୟା, ଯୋଉଟା କି ତାଙ୍କର କନ୍ୟାଜାତ ସନ୍ତାନ ହଉଛନ୍ତି 101। କିନ୍ତୁ ସେଇ କଥାଟାକୁ ସେ ସେଠି ନ ନେଇକି ରାମାୟଣରେ ଲେଖାଥିବା କଥାଟିକୁ ମହାଭାରତରେ ସେ ନେଇଛନ୍ତି। ନା କଣ ନା କେମିତି ଗାନ୍ଧାରୀ ପିଲା ଜନ୍ମ କରିଛନ୍ତି ନା ଚରୁ ଅନ୍ନ ଖାଇବା ଦ୍ଵାରା ଗାନ୍ଧାରୀଙ୍କର ଗର୍ଭରେ 101 ସନ୍ତାନ ପ୍ରସବିତ ହେଇଛନ୍ତି, ଯାହା ଫଳରେ ଗାନ୍ଧାରୀ 101 ସନ୍ତାନକୁ ଜନ୍ମ ଦେଇଛନ୍ତି। ଏଇଟା ହଉଛି ଧୃତରାଷ୍ଟ୍ରଙ୍କର ସନ୍ତାନ ଲାଭ ମହାଭାରତରେ। ତାପରେ କହିଲେ କୌରବ 100 ଭାଇଙ୍କର ନାମକରଣ କେମିତି ହେଇଛି ଶୁଣ। ସେହିପରି ଶାରଳା ଦାସଙ୍କର ଅପୂର୍ବ ମୌଳିକତା ଫୁଟି ଉଠିଛି ଧୃତରାଷ୍ଟ୍ରଙ୍କର ଶତପୁତ୍ରଙ୍କର ନାମକରଣରେ। ସାଧାରଣତଃ ଏହା ପ୍ରତ୍ୟେକ ଲୋକଙ୍କର ଧାରଣା ଯେ ଦୁର୍ଯ୍ୟୋଧନାଦି 100 ଭାଇ ମନ୍ଦ ଗୁଣର ଅଧିକାରୀ, କାରଣ ସେମାନେ ମିଳିତ ଭାବରେ ସତ୍ୟସନ୍ଧ ଓ ନ୍ୟାୟପରାୟଣ ପାଣ୍ଡବ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ବ୍ୟାକରଣ ଶାସ୍ତ୍ରରେ ଦୁ ଏକ ଉପସର୍ଗ, ଯାହାର ଅର୍ଥ ଅସତ୍, ମନ୍ଦ ଇତ୍ୟାଦି ନିହାତି ତମେ ମାନେ ଜାଣିଥିବ। ଦୁଟା ଗୋଟେ ହଉଛି ଅପଶବ୍ଦ ବା ଗୋଟେ ମନ୍ଦ ଶବ୍ଦକୁ ଆମ ଆଗରେ ପରିପ୍ରକାଶ କରୁଛି। ଦୁର୍ଯ୍ୟୋଧନାଦି 100 ଭାଇଙ୍କ ନାମ ଶ୍ରବଣ ମାତ୍ରେ ସେମାନଙ୍କ ମନ୍ଦ ଗୁଣର ପରିପ୍ରକାଶ ହେଉ, ଏହି ଉଦ୍ଦେଶ୍ୟରେ କବି ସେମାନଙ୍କ ନାମର ଆଦ୍ୟ ଅକ୍ଷର ରଖିଛନ୍ତି ଦୁ। ତାହେଲେ ଥରେ ଭାବ କେତେ ସୁନ୍ଦର ଭାବରେ ସେ ଆମକୁ ବୁଝଉଛନ୍ତି। ପ୍ରଥମେ କହିଲେ ଧୃତରାଷ୍ଟ୍ରଙ୍କର ସନ୍ତାନ ଲାଭ, ସେ ଯୋଉ ମାଂସ ପିଣ୍ଡକୁ କାଟି କାଟି କରିକି ରଖିଥିଲେ ସେଥିପାଇଁ ସେ ଜନ୍ମଗ୍ରହଣ କରିନାହାନ୍ତି। 100 ପୁତ୍ର 101 ସନ୍ତାନ ସେ ଜନ୍ମ ଲାଭ ଦେଇନାହାନ୍ତି। କେମିତି ଦେଇଛନ୍ତି ନା ଚରୁ ଅନ୍ନ ଖାଇବା ଦ୍ୱାରା ଜନ୍ମ ଦେଇଛନ୍ତି। ତ ତେଣୁକରି ସଂସ୍କୃତରୁ ଗୋଟେ ଅଲଗା ଟାଇପ ର ଓଡିଆ ମହାଭାରତ ରଚନା ହେଇଛି। ତ ତେଣୁକରି ଏଠି ଆମେ କହିପାରିବାନି ଯେ ପର୍ଟିକୁଲାର ସଂସ୍କୃତ ମହାଭାରତରେ ଯାହା ଲେଖା ହେଇଛି ଓଡିଆ ମହାଭାରତରେ ସେଇଟା ଲେଖା ହେଇଛି। କିନ୍ତୁ ଲୋକମାନେ ଭାବନ୍ତି କଣ ଶାରଳା ଦାସ ଅନୁବାଦ କରିଛନ୍ତି, କିନ୍ତୁ ଯିଏ ପ୍ରକୃତରେ ତାଙ୍କ ବିଷୟଟାକୁ ପଢେ ସେ ବୁଝିପାରେ ଯେ ଶାରଳା ଦାସ କେଉଁ ଭଙ୍ଗୀରେ ସେ ଲେଖିଛନ୍ତି ଏଟା। ଦ୍ୱିତୀୟ କଥା ସେ କଣ ଲେଖିଲେ ବୁଝିପାରିଲ, ଧୁ ଗୋଟେ ମନ୍ଦ ଶବ୍ଦ, ତ ସେଇ ଅକ୍ଷରଟାକୁ ପ୍ରଥମରେ ରଖିକି ସେ ସମସ୍ତଙ୍କର ନାମକରଣ କରିଛନ୍ତି। ପରିପ୍ରକାଶ ହେଉ, ଏହି ଉଦ୍ଦେଶ୍ୟରେ କବି ସେମାନଙ୍କ ନାମର ଆଦ୍ୟ ଅକ୍ଷର ରଖିଛନ୍ତି ଦୁ। ପ୍ରଥମ ଅକ୍ଷର ହଉଛି ଦୁ, ଯଥା ଦୁର୍ଯ୍ୟୋଧନ, ଦୁଃଶାସନ, ଦୁଃଶୀଳ, ଦୁର୍ଜୟ ଇତ୍ୟାଦି ଇତ୍ୟାଦି ତାଙ୍କ ନାମକରଣ ସବୁ ଦିଆଯାଇଛି। କିନ୍ତୁ ମୂଳ ମହାଭାରତରେ ପ୍ରଦତ୍ତ ପ୍ରତ୍ୟେକ ନାମର ଆଦ୍ୟ ଅକ୍ଷର ଦୁ ନୁହେଁ। କହିଲେ ଯଦି ମୂଳ ମହାଭାରତ ତମେ ମାନେ ଦେଖିବ ବା ସଂସ୍କୃତ ମହାଭାରତ ପାଖକୁ ଯିବ ତାହେଲେ ତାଙ୍କର ଆଦ୍ୟ ଅକ୍ଷର ଦୁ ନୁହଁ। କିନ୍ତୁ ମୁଁ ନିଜେ ଯେହେତୁ ଓଡିଆ ମହାଭାରତ ରଚନା କରୁଛି, ଖାଲି ମୁଁ ତାର ଜିଷ୍ଟ ଟା ପଢିଥିଲି, ନିଜେ ରଚନା କଲି, ସେଥିପାଇଁ ତାଙ୍କର ପ୍ରଥମ ଆଦ୍ୟ ଅକ୍ଷରରେ ମୁଁ ଦେଇଛି ଦୁ ବୋଲି ଲେଖୁଛି ଏଠି ତାଙ୍କର ହେଲା। ତାପରେ କହିଲେ ଭୀମଙ୍କର ଜନ୍ମ ଚରିତ ସରିଗଲା, କୌରବ 100 ଭାଇଙ୍କର ନାମକରଣ ସରିଗଲା, ତମର ଧୃତରାଷ୍ଟ୍ରଙ୍କର ସନ୍ତାନ ଲାଭ ଗଲା, କୌରବ 100 ଭାଇଙ୍କର ନାମକରଣ ସରିଗଲା। ଆସିଲେ ଭୀମ ଜନ୍ମ ହେବେ। ଭୀମଙ୍କ ଜନ୍ମ ଚରିତ୍ର ଦୀର୍ଘ ବର୍ଣ୍ଣନା ଦିଆଯାଇଛି ଶାରଳା ଦାସଙ୍କ ଦ୍ଵାରା। ବ୍ୟାସଦେବଙ୍କ ଗ୍ରନ୍ଥରେ ବା ମୂଳ ଗ୍ରନ୍ଥରେ ଏପରି ବର୍ଣ୍ଣନା ଦେଖାଯାଏ ନାହିଁ। ଜନ୍ମ ଆରମ୍ଭରୁ ଭୀମଙ୍କୁ ମହାବଳଶାଳୀ ରୂପେ ଚିତ୍ରଣ କରିଛନ୍ତି କବି। ମାତୃଗର୍ଭରୁ ବାହାରି ଆସି ଭୂତଳରେ ନିପତିତ ହେବା ପରେ ତାଙ୍କ ଭାରରେ ପୃଥିବୀ କମ୍ପି ଉଠିଛି। ସେଇ ସଦ୍ୟଜାତ ଶିଶୁର ପାଦ ପ୍ରହାରରେ ମହାବଳ ବାଘର ମୃତ୍ୟୁ ଘଟିବା ଓ ପାଦର ଆଙ୍ଗୁଳି ସ୍ପର୍ଶରେ ଶତ ଶୃଙ୍ଗର ମୁଖ୍ୟ ଶୃଙ୍ଗଟି ଚୂର୍ଣ୍ଣୀଭୂତ ହେବା ଘଟଣା ଶାରଳା ଦାସଙ୍କ ମୌଳିକତାର ଅପୂର୍ବ ନିଦର୍ଶନ। ତ ଜନ୍ମ ହେଇକି ଯେତେବେଳେ ଧରା ପୃଷ୍ଠରେ ଜଣେ ପଡିଛି ସେତେବେଳେ ପୃଥିବୀ ପୃଷ୍ଠ ଥରି ଉଠିଛି। ଗୋଟିଏ ମାଡରେ ମାନେ ତାଙ୍କ ପାଦର ଗୋଟିଏ ମାଡରେ ପୃଥିବୀ 2 ଭାଗ ହେଇଯାଉଛି। ତ ତେଣୁକରି ସିଏ ହଉଛନ୍ତି ଭୀମ, ଇଏ ହଉଛନ୍ତି ଭୀମ। ତାଙ୍କ ପାଖରେ ସେଇଭଳି କଣ ଅଛି ବଳ ଅଛି, ସେଥିପାଇଁ ତାଙ୍କ ନାମକରଣ ସିଏ କଲେ କଣ ଭୀମ। ତ ଭୀମଙ୍କର ଜନ୍ମ ବୃତ୍ତାନ୍ତ ଗଲା। ଭୀମଙ୍କ କ୍ଷୁଧା ଦେଖିବା, ଭୀମଙ୍କର କ୍ଷୁଧା ପୁଣି କଣ ଆସିଲାନି ଟିକେ ଦେଖିବା। କହିଲେ ଭୀମଙ୍କର ଅସାଧାରଣ ଭୋଜନ ଶକ୍ତି ପ୍ରଦର୍ଶନ କରିବା ପାଇଁ ଶାରଳା ଦାସ ସ୍ୱକଳ୍ପନାର ଏକ ସୁନ୍ଦର ଉପାଖ୍ୟାନ ସୃଷ୍ଟି କରିଛନ୍ତି। କୁନ୍ତୀ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିସାରିବା ପରେ ବାଳକ ଭୀମ ସେଥିରୁ କିଛି ଲୁଚେଇ ଖାଇ ଦିଅନ୍ତି। ପ୍ରତିଦିନ ପଣ୍ଡୁଙ୍କ ପାଇଁ ଖାଦ୍ୟ ଯଥେଷ୍ଟ ହୁଏ ନାହିଁ। ଏପରି ହେବାର କାରଣ ଜାଣିବାକୁ ପଣ୍ଡୁ ଦିନେ ଲୁଚି ରହିଛନ୍ତି ଓ ଭୀମଙ୍କର ଖାଦ୍ୟ ଚୋରି ଦେଖିଛନ୍ତି। କ୍ରୋଧ ହୋଇ ଭୀମଙ୍କୁ ମାରିବା ପାଇଁ ଖଡଗଟିଏ ହାତରେ ଧରି ସେ ଭୀମଙ୍କ ପଶ୍ଚାତ ଧାବନ କରିଛନ୍ତି। ଶେଷରେ ଅଗ୍ନି ଦେବତା ସେଠାରେ ଆବିର୍ଭୂତ ହୋଇ ପଣ୍ଡୁଙ୍କୁ ସେଥିରୁ ନିବୃତ୍ତ କରାଇଛନ୍ତି ଓ ନାନା ଉପଦେଶ ଦେଇଛନ୍ତି। ଛୋଟିଆ ପିଲା ସିଏ, ଖାଇବାରେ ଟିକେ ତାଙ୍କର ଲୋଭ, ତେଣୁକରି ଖାଇବା ପାଇଁ ସେ କଣ କରିଛନ୍ତି, ସେ ଲୁଚେଇକି ଯାଇକି ଆଣିକି ଖାଇ ଦଉଛନ୍ତି। ସେଇଟାକୁ ପଣ୍ଡୁ ନିଜେ ଲୁଚିକି ଯାଇକି ଦେଖିଛନ୍ତି। ଦେଖି ସାରିବା ପରେ ଗୋଟେ ଖଡଗ ଧରିକି ତାଙ୍କ ପଛରେ ଧାଇଁବା ସମୟରେ ସେ ସମୟରେ କଣ ହେଇଛି ନା ଆବିର୍ଭୂତ ହେଇଛନ୍ତି କି ଅଗ୍ନି ଦେବତା ଆବିର୍ଭୂତ ହେଇକି ସବୁ କଥା ବୁଝଉଛନ୍ତି। ଦେଖ ଦୌଡ ନାହିଁ, ମାର ନାହିଁ, ଟିକେ ରହିଯାଅ, ହାଲକେଇକି ଟିକେ ରୁହ, ଆଗକୁ ଯାଅନି କି ମାରନି ତାକୁ। ତାପରେ ଆସିଲା କିଏ, ଇଏ ଗଲା ଭୀମଙ୍କର କ୍ଷୁଧା। ଭୀମ ଭୋକିଲା ଅବସ୍ଥାରେ କେମିତି କଣ କରିଥାନ୍ତି ତା ବିଷୟରେ ତମେ ଜାଣିଲ। ତାପରେ ଆସିଲା ଗଙ୍ଗା ଆଉ ଶାନ୍ତନୁଙ୍କର ଦାମ୍ପତ୍ୟ ଜୀବନ। ତା ବିଷୟରେ ଆସିଲା ଗଙ୍ଗା ଆଉ ଶାନ୍ତନୁଙ୍କର ଦାମ୍ପତ୍ୟ ଜୀବନ। ବୁଝିହେଲା।
बुझी पारुच ना बुझी पारु ना हो पंडा आज्ञा मैडम बुझी होची आज्ञा देख गंगा आउ शांतनुंकर दाम्पत्य जीवन केमिति जी वैवाहिक जीवन केमिति जाइछि से विषय विशद विवरणी आसी हम देखिबा सारला दासଙ୍କ मौलिकतार अन्य एक उदाहरण हेउछि शांतनु गंगाଙ୍କ दाम्पत्य जीवन यापन मूल महाभारत रे शांतनु और गंगाଙ୍କ विवाह वर्णित होइछि एवं सेमाने अति सुखमय दाम्पत्य जीवन अतिबाहित करिसंती मात्र सारला दासଙ୍କ शांतनु और गंगाଙ୍କ मध्य मनर अनेक अमेल तांको गंगा जणे स्वेच्छाचारिणी और उग्र स्वभाव विशिष्टा रमणी से बहु कष्ट दैछन्ती राजश्री शांतनु निज गर्भरु जन्म देथिबा 6 गोटी पुत्र संतान को से जन्म देवा मात्रे अति निर्दय भाव में बद्ध करिसंती सप्तम पुत्र को हत्या करबाकू जिबा बेले बाधा सृष्टि करिसंती शांतनु तापरे गंगा शांतनु को त्याग करी चली जाइछे एटा होछि गंगा और शांतनुंकर जीवनवाणी तो गंगा कोन करछंती से शांतनु को बहुत कष्ट दैछंती 6 गोटी संतान को जन्म देवा परे कोन करछन को मारी दैछंती शेष संतान को मारिबा बेले जते बेले कोन करछन जाई शांतनु तांको मना करछन नै एम्ति कर नै सेते बेले शांतनु को त्याग करिके पळै जाइछो तापरे असला किए साहाड़ा पत्रर महात्म्य साहाड़ा पत्र विषय तुम मैंने समस्ते जानिथिबो कहया पड़ो ना तथापि मु कहूँ शुण साहाड़ा पत्रर महात्म्य उपाख्यान रे वर्णित अछि जे दिने शिवंक वाहन वृषभ साहाड़ा पत्रटी मस्तक रे स्थापन करिछि कैलाशपति यह देखि ताकू एहार कारण पचारिबारु से कहिछि जे साहाड़ा पत्र कान रे खसिले उत्तम खाद्य द्रव्य मिले आम वृषभ भाईंकर टिके अधिक ज्ञान अछि ना तेणु करी से देख से कहले खाइबा पीबा मिलिबो तेणु करी साहाड़ा पत्र कानर खुशिबो या पर तम माने भी साहाड़ा पत्र खंडे खंडे कानर खुशिबो प्रतिदिन नुआ नुआ खाइबा मिलिबो हला एहार सत्यासत्य परीक्षा करिबा पई से वृषभ को बहु समय बुलाई बुलाई बहु विलंब रे कैलाश को फेरिचंती देखो बाबा भी को छाड़ी वालू को कि कहले ठीक अछि तू कानर खुशिता चाल जीवा में गोरी के आसीबा बुलाई 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 बहु समय पर आसी कैलाश राशि की पहुंचीचंती स्वामींकर विलंब देखि पार्वती अन्न व्यंजन आनी भोजन आरंभ करिसंती एही समय शिवंकर डंबर शब्द सुधुची पार्वती अन्य उपाय न देखि समस्त सुभाषित अन्न व्यंजन वृषभर खाद्य कुंड रे निक्षेप करिसंती और शिव को पाछटी आनिया पई बाहर को आछंती भाई रे वृषभ ताले बढ़िया कामटा से करिछि ताले वृषभ को किछि खाद्य न देई खुंट रे बांधी रखिबाकू शिव निर्देश दैछंती वृषभ आनंद रे निज कुंड रे थिबा सुभाषित अन्न व्यंजन भोजन करिसंती एपट रे बाबा भाबिले एको नै खुंटर बांधियो ई जिन किछि न खाइ परिबो किंतु एको खुंटर बांधी के आला माता बसिले खाइया पई डंबुर सब स्वामी खाइ ना स्वामी देखि ना केमिति पार्वती खाइ देबे डंबुर ना दसन से डरी बरी नै ता कुंडर रे सब अन्न व्यंजन ढाल देछन सब तो तेण कर एको खुंटर बांधिले या मन खुशी बढ़िया जा हो खाद्य मिली गला मते मु खाइमी एई साथे तापर कोन हेछि सुनो वृषभ आनंद रे निज कुंड रे थिबा सुभाषित अन्न व्यंजन भोजन करिछि शिव आसी देखिछंती जे वृषभ खूब खुशी अछि शिव तो रिटर्न मारछंती देखियो वृषभ तार हसुजी भाई किसो हैला ए तार हसिला काहे कि ताले उपवास रही मध्य से किपरि प्रफुल्ल अछि बोली ताको पचारिबारु से दिव्य अन्न भोजन करिथिबा कथा कहिछि पार्वती ठारू सब कथा सुनी शिव साहाड़ा पत्रर महात्म्य बुझी पारछन सेउडो शिव बुझले जे प्रकृत रे एहा होछि सत्य कथा तो तेणु करी मु मध्य कोन करिवि कान रे गोटे साहाड़ा पत्र खुशी ठीक एउठु आरंभ होला कोन ना गांधारी धृतराष्ट्र गांधारी विवाह प्रसंग रे वर्णित साहाड़ा वृक्ष उपाख्यान खनिकार जन्म वृत्तांत बेलालसन चरित्र सत्यांबा उपाख्यान युधिष्ठिर सुहाणी कन्यार काल्पनिक प्रसंगर सन्निवेश गल्प जल्प कल्पतरु सारला दासଙ୍କ अपूर्व मौलिकतार निदर्शन एगुड़िक ही पूर्वोक्त अनुक्त प्रक्षेप विभाग अंतर्भुक्त केवल एतिकी नुहे एहीपरि राशि राशि गल्प उपाख्यान आख्यायिका एवं तदांतितन समाज रे प्रचलित प्रवाद प्रवचन इत्यादि को सारला दास निज ग्रंथ रे अंगीभूत करिसंती जहा तांको मौलिकतार परिचय प्रदान करे ताहले महाभारतर उपाख्यान मध्य
ସାହାଡା ପତ୍ରର ଉପାଖ୍ୟାନ ସମ୍ପର୍କରେ ସେ ଏଇଟା ଆଣିକି ସ୍ଥାନ ଦେଇଛନ୍ତି କଣ ନା ଶିବ ପାର୍ବତୀ ଏଠି କଣ କହିଛି ବୃଷଭ କହିଛି କାନରେ ଯଦି ସାହାଡା ପତ୍ର ଖୁସିବି ଦିନ ସାରା ଭଲ ଅନ୍ନ ବ୍ୟଞ୍ଜନ ମୁଁ ପାଇବି ଶିବ କହିଛନ୍ତି ୟାକୁ ସିନା ଏଠି ରଖିଲେ ସିନା ସେ ଭଲ ଅନ୍ନ ବ୍ୟଞ୍ଜନ ପାଇବ ନେଇକି ଘୁରେଇକି ନେଇକି ଆସିବି ଘୁରିକି ଆସିଲେ ସିନା ଥିବ ଯଦି ପାଇବ ନଥିବ ଯଦି ନାହିଁ ଘୁରିକି ଆସିଛି ଆସିଲା ବେଳକୁ ଶିବ କହିଲେ ଖୁଣ୍ଟର ବାନ୍ଧିଦେବି ଆଉ ଥିବ ନା ତୁ କିଛି ଖାଇବୁ ଖୁଣ୍ଟର ବାନ୍ଧିକି ଆଇଲେ ପାର୍ବତୀ ତାଙ୍କର ଆଣି ଖାଇବା ସବୁ ପକେଇ ଦେଇଛନ୍ତି ତାର ଖାଇଲା ପିଲା ଆମର ରହିଲା ଏଇ କଥା ସେ ଏଠି ବର୍ଣ୍ଣନା କରିଛନ୍ତି କିନ୍ତୁ ସାହାଡା ବୃକ୍ଷର ମାହାତ୍ମ୍ୟ ଆମେ କେମିତି ଜାଣିବା ଯଦି ଗୋଟେ କନ୍ୟାର ବୈବାହିକ ଜୀବନରେ କିଛି ଦୋଷ ଅଛି କନ୍ୟାର ବିବାହ ହେଇପାରୁନାହିଁ ତାହେଲେ ତାକୁ କଣ କରିବା ସାହାଡା ବୃକ୍ଷ ସହିତ ପ୍ରଥମେ ବିବାହ କରିସାରିବା ପରେ ତାକୁ ଅନ୍ୟ ଜଣ ସହିତ ବିବାହ କରାଇବା ନଚେତ ସେ କନ୍ୟାର ମୃତ୍ୟୁ ହେଇଯିବ ବୁଝିହେଲା ତାପରେ ଦେଖିବା ପ୍ରବଚନ ସମ୍ପର୍କରେ କଣ କୁହାଯାଇଛି ସାରଳା ମହାଭାରତ ପ୍ରବଚନ ନୀତି କଥା ଓ ଲୋକ କଥାର ଖଣି ତତ୍କାଳୀନ ସମାଜରେ ପ୍ରଚଳିତ ସଂସ୍କୃତି ଆଦି ଗ୍ରନ୍ଥରୁ ସଂଗୃହୀତ ଏବଂ ସାରଳା ଦାସଙ୍କ କଳ୍ପନାରୁ ଉଦ୍ଭୂତ ଏହି ପ୍ରବଚନ ଓ ଲୋକ କଥା ଗୁଡିକ ସାମ୍ପ୍ରତିକ ସମାଜରେ ଖୁବ ଆଦର ଲାଭ କରିଛି ଏବଂ ଲୋକମୁଖରେ ପ୍ରଚଳିତ ଅଛି ଗ୍ରନ୍ଥ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପାଖ୍ୟାନ କାଳରେ ସେ ଏଗୁଡିକୁ ଏପରି ଖଞ୍ଜି ଦେଇଛନ୍ତି ଯେ ସେସବୁ କବିଙ୍କର ମୌଳିକ ରଚନା ଭାବେ ପ୍ରତୀତ ହେଉଛି ସେସବୁ ମଧ୍ୟରୁ କେତୋଟି ହେଉଛି ଗଙ୍ଗା କହିଲେ ଥିବି ଗାଙ୍ଗି ବୋଇଲେ ଯିବି ପ୍ରଥମ କଥା ଆଉ ଗୋଟେ କଣ ଅଛି ଧୃତରାଷ୍ଟ୍ରଙ୍କୁ କନ୍ୟା ନାହିଁ କି ଗାନ୍ଧାରୀଙ୍କୁ ବର ନାହିଁ ଆଉ ଗୋଟେ କଣ ଅଛି ଉଆଁସୀ କନ୍ୟାକୁ ସାହାଡା ବର ଆଉ ଗୋଟେ କଣ ଅଛି ପ୍ରଥମ ଯୁଦ୍ଧରେ ଭୀମ ହାରେ ଭୀମର ବଳ କୁଇନ୍ତାକୁ ଜଣା ମନ ଜାଣ ପାପ ମା ଜାଣେ ବାପ ଝିମିଟି ଖେଳରୁ ମହାଭାରତ ଏଗୁଡା ସବୁ ଗୋଟେ ଗୋଟେ ବାଣୀ ବୁଝିହେଲା ତାପରେ କହୁଛନ୍ତି ଭାରିଜା ଡରରେ ଶଳାକୁ ନମସ୍କାର ଅସମୟରେ ଗଧପାଦ ଧରିବା ଶିମିଳି ଗଛରେ ଦେହ ଘଷିବା କର୍ଣ୍ଣ ମଲେ 5 ଅର୍ଜୁନ ମଲେ ବି 5 ତାପରେ କହୁଛନ୍ତି କଣ କୋକୁଆ ଭୟ ପଶିବା ତୁଳସୀ ବଣ ବାଘ ତଳ ମୁହାଁ କାଙ୍କ ନରେବା କୁଞ୍ଜରେ ଅଶ୍ୱସ୍ତମା ହତ ଯାଚିଲା କନ୍ୟା ଦ୍ରବ୍ୟ ଛାଡନ୍ତି ନାହିଁ ମାଡୁଆ ମହାଦେବ ମାଡ ଖାଇଲେ ବର ଦେବ ଇତ୍ୟାଦି ଏଗୁଡିକ ଏତେ ଲୋକପ୍ରିୟ ଯେ ଆଲୋଚ୍ୟ ଗ୍ରନ୍ଥରେ ଯେଉଁଭଳି ଘଟଣା ପ୍ରବାହରେ ଏହି ପ୍ରବଚନ ଗୁଡିକ ବ୍ୟବହୃତ ସେଇଭଳି ଘଟଣାଟିଏ ଘଟିଲେ ସାଧାରଣ ଲୋକ ମୁହଁରୁ ସମ୍ପୃକ୍ତ ପ୍ରବଚନଟି ବାହାରି ପଡେ ଏଠାରେ ଅଳ୍ପ କେତୋଟିର ସଂକ୍ଷିପ୍ତ ଆଲୋଚନା କରାଯାଇଅଛି ତେଣୁକରି ସାରଳା ଦାସ ଓଡିଆ ମହାଭାରତ ରଚନା କରିଛନ୍ତି ଛୋଟିଆ ମହାଭାରତଟି ରଚନା କରିଛନ୍ତି 1,40,000 ଶ୍ଲୋକକୁ ନେଇକି ସାରଳା ମହାଭାରତ ରଚନା ହେଇଛି ତ ତେଣୁକରି ଏଟା ଛୋଟିଆ ଜିନିଷ ନୁହେଁ ଗୋଟେ ବଡ ଜିନିଷକୁ ଆଖି ଆଗରେ ରଖିକି ସାରଳା ମହାଭାରତ ରଚନା କରାଯାଇ ଅଛି ବୁଝିହେଲା ଦେଖ ଗଙ୍ଗା କହିଲେ ଥିବି ଗାଙ୍ଗି ବୋଇଲେ ଗଙ୍ଗା କହିଲେ ଥିବି ଗାଙ୍ଗି କହିଲେ ଯିବି ସତ ଦୃଷ୍ଟି ସତ୍ୱେ ନୀରବ ରହିବା ଏବଂ ଅତି ଅସହ୍ୟ ହେବା ବେଳେ ସାମାନ୍ୟ ପ୍ରତିବାଦ କରିବା ଦ୍ୱାରା କିଛି ଅଘଟଣ ଘଟିଲେ ଏହି ପ୍ରବଚନଟି ବ୍ୟବହୃତ ହୋଇଛି ଶିବଙ୍କୁ ବିବାହ କରିବାକୁ ମନସ୍ଥ କରିଥିବା ଗଙ୍ଗା ଘଟଣାକ୍ରମେ ଶିବଙ୍କ ଅଙ୍ଗଭୂଷଣ ଧାରଣ କରିଥିବା ଶାନ୍ତନୁଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ ବିବାହ ପୂର୍ବରୁ ତାଙ୍କର ଏକ ସର୍ତ୍ତ ଥିଲା ଯେ ସେ ନିଜ ଇଚ୍ଛାରେ ଯାହା କରିବେ ଶାନ୍ତନୁ ତାର ବିରୁଦ୍ଧାଚରଣ କରିବେ ନାହିଁ ଯଦି କରିବେ ତେବେ ସେ ଶାନ୍ତନୁଙ୍କୁ ତ୍ୟାଗ କରିବେ ସେମାନଙ୍କ ବୈବାହିକ ଜୀବନ ଆଦୌ ଆନନ୍ଦଦାୟକ ନଥିଲା କାରଣ ନିଜ ସର୍ତ୍ତାନୁଯାୟୀ ଗଙ୍ଗା ସ୍ୱେଚ୍ଛାଚାରିଣୀ ହୋଇ ପଡିଲେ ଓ ଶାନ୍ତନୁଙ୍କୁ ନାନା ପ୍ରକାର କଷ୍ଟ ଦେବାକୁ କୁଣ୍ଠାବୋଧ କଲେ ନାହିଁ ତ ନିଜ କଥା ସେ ନିଜେ ଚାଲିଲେ ନିଜ କଥାରେ ନିଜେ ଚାଲିଲେ ସ୍ୱାମୀଙ୍କ କଥାରେ ଚାଲିଲେ ନାହିଁ ଶାନ୍ତନୁଙ୍କୁ ବିଭିନ୍ନ ପ୍ରକାର କଷ୍ଟ ଯନ୍ତ୍ରଣା ଦେବାକୁ ଲାଗିଲେ ତାଙ୍କର ଉଚ୍ଛୃଙ୍ଖଳ ସୀମା ଲଙ୍ଘନ କଲା ଯେତେବେଳେ ନିଜ ଗର୍ଭଜାତ 6 ଗୋଟି ପୁତ୍ରଙ୍କୁ ସେ ଜନ୍ମ ହେବା ସଙ୍ଗେ ସଙ୍ଗେ ହତ୍ୟା କଲେ ସପ୍ତମ ପୁତ୍ରକୁ ହତ୍ୟା କରିବା ସମୟରେ ଶାନ୍ତନୁ ଏହାର ପ୍ରତିବାଦ କଲେ ଓ ଗଙ୍ଗାଙ୍କୁ ଗାଙ୍ଗୀ କହି ତିରସ୍କାର କଲେ ସର୍ତ୍ତ ଭଙ୍ଗ ହେବା ଦର୍ଶାଇ ଗଙ୍ଗା ଶାନ୍ତନୁଙ୍କୁ ତ୍ୟାଗ କଲେ ଶାନ୍ତନୁଙ୍କୁ ପରିତ୍ୟାଗ କରିବା ସମୟରେ ସେ କହିଲେ ଗଙ୍ଗା ବୋଇଲେ ମୁଁ ଥାଇଁ ଗାଙ୍ଗୀ ବୋଇଲେ ମୁଁ ନଥାଇଁ ଗାଙ୍ଗୀ ବୋଇଲୁ ତୁ ଯାଉଛି ମୁଁ ବ୍ରତ ପୁରଉ ତ ତେଣୁକରି କହିଲେ ତୁ ଗଙ୍ଗା ବୋଇଲୁ ଯଦି ମୁଁ ଚାଲିଲି ଆଉ ତୋ ପାଖରେ ରହିବାର ନାହିଁ ତୁ ଯାହା କରୁଛୁ କର ତୋର ଲାଷ୍ଟ ସନ୍ତାନ ତୋ କତର ରଖିଥା ମୁଁ ମୋର ଯାଉଛି ମୋ ବାଟରେ ତାପରେ କିଏ ଆସିଲା ଧୃତରାଷ୍ଟ୍ରକୁ କନ୍ୟା ନାହିଁ କି ଗାନ୍ଧାରୀଙ୍କୁ ବର ନାହିଁ ବର ବା କନ୍ୟାର ବିବାହ ନିର୍ଦ୍ଦିଷ୍ଟ ନ ହୋଇପାରିଲେ କିମ୍ବା ନିର୍ଦ୍ଦିଷ୍ଟ ହୋଇ ମଧ୍ୟ ସମ୍ପାଦିତ ହୋଇ ନ ପାରିଲେ ଏ ପ୍ରବଚନଟି ଲୋକ ମୁଖରେ କଥିତ ହୋଇଥାଏ ଧର ଝିଅ ପାଇଁ ବର ଦେଖି ହେଲାନି ଝିଅ ତାର ବସିକି ରହିଛି ଘରେ ପୁଅ ପାଇଁ ବି ବର ଝିଅ ଖୋଜା ହଉଛି ପାଉନାହାନ୍ତି ପୁଅ ବସିକି ରହିଛି ଘରେ ଏଇ କଥାଟା ଏଇଠି କୁହାଯାଇଛି ଧୃତରାଷ୍ଟ୍ର ଓ ଗାନ୍ଧାରୀ ଉଭୟ ଅଶୁଭ ତିଥିରେ ଜନ୍ମ ହୋଇଥିବାରୁ ସେମାନଙ୍କୁ ଯେଉଁ କନ୍ୟା ବା ବର ବିବାହ କରିବାକୁ ବେଦୀରେ ବସୁଥିଲେ ସେମାନେ ମୃତ୍ୟୁବରଣ କରୁଥିଲେ ଏହିପରି ଧୃତରାଷ୍ଟ୍ରଙ୍କୁ ବିବାହ କରିବାକୁ ଯାଇ 108 କନ୍ୟା ଓ ଗାନ୍ଧାରୀଙ୍କୁ ବିବାହ କରିବାକୁ ଯାଇ 22 ମୋ ଭଏସ ଶୁଭୁଛି ନା ଆଜ୍ଞା ମ୍ୟାଡାମ ଦେଖ ଥରେ ଭାବ
ଜଣକୁ ବିବାହ କରିବା ପାଇଁ 108ଟା ଝିଅ 108 108 ଝିଅ ମରିଗଲେ। ସେ ଝିଅକୁ ଆଣି କିଏ ଫେରେଇବ? ପୁଣି ୟାକୁ ବିବାହ କରିବା ପାଇଁ 22ଟା ପୁଅ ମରିଗଲେ, ତାଙ୍କୁ କିଏ ଆଣି ଫେରେଇବ? ଯଦି ତମେ ଜାଣିଥିଲେ ଏଇଭଳିଆ ପ୍ରୋବ୍ଲେମ ଟା ଅଛି ତମେ ଆଗରୁ ସଲ୍ଭ କଲନି, ମାରି ମୁରି ଦେଇକି ତାପରେ ସେଇ ଗାନ୍ଧାରୀ ସେଇ ଧୃତରାଷ୍ଟ୍ରକୁ ବିବାହ କରେଇଲ, ପୁଣି ଏତେ ଯାତ୍ରା କାହିଁ କରେଇଲ? ସେ ଛୁଆଗୁଡାଙ୍କର ଜୀବନଟାକୁ ନେଇଗଲ, କି ଲାଭ ପାଇଲ ଜୀବନଟା ନେଇକି ତାଙ୍କର? ଚାଲ ଯିବା ଆଗକୁ। ତେଣୁ କବି କହିଛନ୍ତି ଧୃତରାଷ୍ଟ୍ର କଇଁ ନାହିଁ କନ୍ୟା ଗାନ୍ଧାରୀ କି ନାହିଁ ବର, ଇଏ ଜାତି ବ୍ରହ୍ମ ଅସୁରୀ ସେ ବ୍ରହ୍ମ ଅସୁର। ଜାତିର ଇଏ ଅସୁରୁଣୀ, ଇଏ ହଉଛି ଅସୁର। ତ ୟାକୁ ବର କୋଉଠୁ? ୟାକୁ ବର ମିଳିବନି, ୟାକୁ ବି କନ୍ୟା ମିଳିବ ନା। ବୁଝିହେଲା। ତାପରେ ଆସିଲା ମନ ଜାଣେ ପାପ ମା ଜାଣେ ବାପ। ଜଣେ ଯେଉଁ ପାପ କରିଥାଏ ତାର ମନ ତାହା କେବଳ ଜାଣେ, ସେହିପରି ସନ୍ତାନର ପିତା କିଏ ତା ମା କେବଳ କହିପାରେ। ତମେ କଣ ପାପ କରୁଛ ତମେ ଜାଣିଛ, ତମର ବାପା କିଏ ତମ ମା ହିଁ କହିପାରିବେ, ତମେ ବି କହିଲେ ଠିକରେ କହିପାରିବେନି। ତ ବୁଝିହେଲା। ତାପରେ କଣ କହିଲେ, ସବୁ କଥା ସମସ୍ତଙ୍କୁ ଜଣା ନଥାଏ, ତେଣୁ କୌଣସି କଥା ଜାଣିବା ପାଇଁ ସେହି କଥା ଜାଣିଥିବା ଲୋକକୁ ପଚାରିବାର ପରିସ୍ଥିତି ଉପୁଜିଲେ ଯେକୌଣସି ଓଡିଆ ଏହି ପ୍ରବଚନଟି ବାହାରି ପଡେ। ପ୍ରତିଦିନ ପାଣ୍ଡବଗଣ ରାଜସଭାରେ ପ୍ରବେଶ କରିବା ମାତ୍ରେ ମହାମାନି ଦୁର୍ଯ୍ୟୋଧନ ସେମାନଙ୍କୁ ଅପମାନିତ କରିବା ପାଇଁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପିତାଙ୍କ ନାମ ଅନୁସାରେ ସମ୍ବୋଧନ କରୁଥାନ୍ତି। ଭୀମଙ୍କୁ ବସହ ପବନ ପୁତ୍ର ବୋଲି କହିଲା ବେଳେ ଭୀମଙ୍କୁ ଖୁବ୍ ବାଧେ। ଭୀମ ନୀରବ ରହୁଥିଲେ ହେଁ ମନେ ମନେ ଦୁର୍ଯ୍ୟୋଧନଙ୍କୁ ଅପମାନିତ କରିବାର ବାଟ ଖୋଜୁଥାନ୍ତି। ସେ ଏକଦା ଶ୍ରୀକୃଷ୍ଣଙ୍କୁ ନିଜ ମନ କଥା ଖୋଲି କହିବାରୁ ଉତ୍ତରରେ ଦୁର୍ଯ୍ୟୋଧନଙ୍କୁ ବସୁଚି ହୋ ଗୋଲକ ପୁତ୍ର ବୋଲି କହିବାକୁ ଶ୍ରୀକୃଷ୍ଣ ଭୀମଙ୍କୁ ଉପଦେଶ ଦେଇଛନ୍ତି। ଶ୍ରୀକୃଷ୍ଣ ବି ଟିକେ ନାଟୁଆ ଲୋକ ନା, ସିଏ କହିଲେ ଯାଉ ଭାଇ ତତେ ଯଦି ସେ ଏଇଆ କହୁଛି ତୁ ତାକୁ ଟିକେ ଏଇଆ କହିଦବୁ, ତାପରେ ଦେଖିବୁ ତାର କେମିତି ପଡିବ। ମାନେ ଏତେ ଏମିତି ପଡିବ ଯେ ସେ ଆଉ ସମ୍ଭାଳି ପାରିବନି। ତ ବୁଝିହେଲା। ଗୋଲକ ପୁତ୍ରର ଦୁଇଟି ଅର୍ଥ, ଗୋଟିଏ ବିଧବାର ସନ୍ତାନ, ଅନ୍ୟଟି ସାହାଡା ଗଛର ସନ୍ତାନ। ବୁଝିହେଲା। ଭୀମ ଉପଦେଶ ଅନୁସାରେ କାର୍ଯ୍ୟ କରିଛନ୍ତି। ଉପସ୍ଥିତ ପାରିଷଦ ବର୍ଗଙ୍କ ସମ୍ମୁଖରେ ଭୀମ ଗୋଲକ ପୁତ୍ର ବୋଲି କହିବାରୁ ଦୁର୍ଯ୍ୟୋଧନଙ୍କୁ ଖୁବ୍ ବାଧିଛି। ଇଏ ଯେତେବେଳେ ତାଙ୍କୁ କହୁଥିଲେ ତାକୁ ବି ବାଧୁଥିଲା ନା, ତ ସିଏ କହିବାର ଏକୁ ବି ବାଧିଲା। ସେ ଗୋଲକ ପୁତ୍ରର ରହସ୍ୟ ଜାଣିବାକୁ ଚାହିଁଛନ୍ତି। ଏ ରହସ୍ୟ ସମ୍ବନ୍ଧରେ ମାତା ଗାନ୍ଧାରୀ କି ହିଁ କେବଳ କହିପାରିବେ ବୋଲି ତାଙ୍କର ହୃଦବୁଦ୍ଧ ହୋଇଛି। କାରଣ ମନ ହିଁ ସେ ଜାଣଇ ମୋ ହୃଦୟରେ ଯେତେ ପାପ, ମାତା ହିଁ ସେ ଜାଣଇ ପୁତ୍ରର ଯେତେ ବାପ। ତତ୍କାଳୀନ ସମାଜରେ କେବଳ ନୁହେଁ, ସାମ୍ପ୍ରତିକ ସମାଜରେ ମଧ୍ୟ ଏହା ଏକ ବହୁ ପ୍ରଚଳିତ ପ୍ରବଚନ। ବୁଝିହେଲା। କେବଳ ଯେ ତତ୍କାଳୀନ ସମାଜରେ ଅଛି ତା ନୁହଁ, ଏଇଟା ହଉଛି ବହୁ ପ୍ରଚଳିତ ପ୍ରବଚନ, ଏବେ ବି ଚାଲିଛି ସେ ଜିନିଷଟା। ଶିମିଳି ଗଛରେ ଦେହ ଘଷିବା। ଦେଖ, ଶିମିଳି ଗଛରେ ଦେହ ଘଷିବା, ଯାହାର କୁଣ୍ଡେଇ କାଣ୍ଡେଇ ହବ ସେ ଯାଇ ଶିମିଳି ଗଛରେ ଦେହ ଘଷିବ, କାହିଁକିନା କଣ୍ଟା ସବୁ ଥାଏ, ସେଠି ଦେହ ଘଷିଲେ ତମର କୁଣ୍ଡେଇ ହବା ସବୁ ବନ୍ଦ ହେଇଯିବ। ବୁଝିହେଲା। ଦେଖ କଣ ସେ କଣ କହୁଛି ଏଠି, ଖାଲି ଭଲ ମନ୍ଦ ବିଚାର ନ କରି ଉପର ଚାକଚକ୍ୟରେ ବୁଲି କିଛି ଗୋଟିଏ ଭୁଲ କାର୍ଯ୍ୟ କରି ବସିଲେ ପ୍ରବଚନଟି କୁହାଯାଏ। କଣ ନା ଶିମିଳି ଗଛରେ ଦେହ ଘଷିବା। ଉପରେ ଚାକଚକ୍ୟ ଦେଖାଉଥିବ କିନ୍ତୁ ଭଲ ମନ୍ଦ କିଛି ବିଚାର କରି ନଥିବ। ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଭଲ ମନ୍ଦ ବିଚାର କରିବାକୁ ହୁଏ, ନଚେତ୍ ବିପଦ ସୁନିଶ୍ଚିତ। ଶିମିଳି ଗଛ କଣ୍ଟାଯୁକ୍ତ, ଏହା ପରୀକ୍ଷା ନ କରି ଯଦି କେହି ଏଥିରେ ଦେହ ଘଷେ ତାହେଲେ ସେ ନିଶ୍ଚୟ କ୍ଷତାକ୍ତ ହବ। ତେଣୁ କଥାରେ କହନ୍ତି ଶିମିଳି ଗଛରେ ଦେହ ଘଷୁଛୁ କାହିଁକି। ଏହିପରି ଏକ ଘଟଣା ମହାଭାରତରେ ବର୍ଣ୍ଣିତ ହୋଇଛି। ଶାଳଦାସଙ୍କ ଦ୍ୱାରା ଯେଉଁଥିରେ ଅର୍ଜୁନଙ୍କ ମୁହଁରେ କବି ବହୁ ବ୍ୟବହୃତ ପ୍ରବଚନଟି କୁହାଇଛନ୍ତି। ରମ୍ଭାର କନ୍ୟା ହାରାମତି ଏକଦା ନିଦ୍ରାମଗ୍ନ ଅର୍ଜୁନଙ୍କୁ ଦେଖିଛି ଓ ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କୁ ନିଜ ଶୟନ କକ୍ଷକୁ ନେଇଯାଇଛି। ଅର୍ଜୁନଙ୍କ ନିଦ୍ରାଭଙ୍ଗ ହେଲା ପରେ ସେ ତାଙ୍କ ସହିତ ରତି କ୍ରୀଡ଼ା କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛି ଏବଂ ଏହି ଉଦ୍ଦେଶ୍ୟରେ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଆଗେଇ ଯାଇଛି। ଏହି ସମୟରେ ଅର୍ଜୁନ ତାଙ୍କୁ ଏପରି ନ କରିବା ପାଇଁ ଉପଦେଶ ଦେଇଛନ୍ତି। ଆରେ ଦେଖ, କନ୍ୟାଟାଏ ଯେତେବେଳେ ପୁରୁଷଟାକୁ, ଥରେ ଭାବ, ପୁରୁଷଟା କନ୍ୟାକୁ ଉଠେଇକି ନେଇକି ଯିବା କଥା, ଇଏ କିନ୍ତୁ ହାରାବତୀ କଣ କରୁଛି, ନେଇକି ପଳେଇଛି, ଅର୍ଜୁନକୁ ନେଇକି ପଳେଇ ଯାଇଛି। ମାନେ ଏତେ ଭାଣ୍ଡି ଦୋଷ ଝିଅ ମାନଙ୍କ ପାଖରେ ବି ଅଛି, ମୁଁ ବି ଜାଣିନଥିଲି। ଥରେ ଦେଖ, ନେଇକି ତ ଗଲୁ ଆଲିଙ୍ଗନ କରତେ ଗଲାବେଳେ ପୁଣି ପୁରୁଷଟା ତତେ ମନା କରୁଛି ତୁ ମତେ ଆଲିଙ୍ଗନ କରନି। କଣ ଦରକାର ଥିଲା ଆଲିଙ୍ଗନ କରିବା? ସେଠି ଆଲିଙ୍ଗନ କରିବା ଉଚିତ ନଥିଲା, ତାକୁ ମନା ସେ କରିଛି। ସେଟା ସେ କହୁଛି, ଶାର୍ମଳୀ ଫୁଲ ଯେ ଦେଖିଲୁ ସୁରଙ୍ଗ, ସେ ବୃକ୍ଷ କୋଳେ କଲେ ବିଦାରୀ ହୋଇ ଅଙ୍ଗ। କହୁଛନ୍ତି ତୁ ସିନା ଦେଖୁଛୁ ମୁଁ ଭଲ ଦେଖା ହଉଛି, ମୋ ସହିତ ଯଦି ତୁ ରତି କ୍ରୀଡ଼ା କରିବୁ ତୁଇ ମରିବୁ, ମୋର କଣ ହବ, ସେଠୁ ତୁଇ ନିଜେ କ୍ଷତାକ୍ତ ହବୁ। ସେଥିପାଇଁ କୁହାଯାଇଛି କଣ, ଶିମିଳି ଗଛରେ ଦେହ ଘଷିବା। ହେଲା। ତାପରେ କହୁଛନ୍ତି ଝିମିଟି ଖେଳରୁ ମହାଭାରତ ବା ଝିମାଣି ଖେଳରୁ ମହାଭାରତ। ସାମାନ୍ୟ କଥାରୁ ମହାକାଣ୍ଡର ସୃଷ୍ଟି ହେବା ଲକ୍ଷିତ ହେଲେ ଏହି ପ୍ରବଚନଟି ବ୍ୟବହୃତ ହୋଇଥାଏ। ଛୋଟିଆ କଥାକୁ ଯିଏ ବଡ କରିକି ଗୋଟେ ବଡ ଆକାର ଇସ୍ୟୁ କ୍ରିଏଟ କରେ ତ ସେଟା ଝିମିଟି ଖେଳରୁ ମହାଭାରତ ହୁଏ। ସମବୟସ୍କ କୌରବ ଓ ପାଣ୍ଡବଗଣ ବିଦ୍ୟା ଅଧ୍ୟୟନ କରୁଥିବା ସମୟରେ ଅନେକ ସମୟରେ ଝିମାଣି ବା ଝିମିଟି ଖେଳ ଖେଳୁଥିଲେ। ଏକା ଭୀମ ସମସ୍ତଙ୍କୁ ମାରି ପଦା କରିଦେଉଥିଲେ। ଫଳରେ ଦୁର୍ଯ୍ୟୋଧନ ଆଦି କୌରବ ମାନେ ସବୁବେଳେ ଖେଳରେ ହାରୁଥିଲେ। ସେମାନେ ମନେ ମନେ ଲଜ୍ଜିତ ହେଉଥିଲେ ଓ ସୁଯୋଗ ପାଇଲେ ପ୍ରତିଶୋଧ ନେବା ପାଇଁ ଦୃଢ
ଦୃଢ ପରିକର ଥିଲେ। ଶେଷରେ ସୁଯୋଗ ଜୁଟିଛି। ମାତୃ ଶକୁନିର ପରାମର୍ଶରେ କୌରବଗଣ ପାଣ୍ଡବମାନଙ୍କୁ ରାଜ୍ୟଚ୍ୟୁତ କରିଛନ୍ତି ଓ ପରିଣତି ସ୍ୱରୂପ ମହାଭାରତ ଯୁଦ୍ଧର ସୂତ୍ରପାତ ହୋଇଛି। ଏଣୁ ଏହି ସାମାନ୍ୟ ଝିମିଟି ଖେଳ କାରଣରୁ ମହାଭାରତ ଯୁଦ୍ଧ ସଂଗଠିତ ହୋଇଥିବା କଥା ଶାରଳା ଦାସ ବର୍ଣ୍ଣନା କରିଛନ୍ତି। ତମେ ଛୋଟବେଳେ ଖେଳୁଥିଲ, ନହେଲେ ସିଏ ତମକୁ ମାରି ଦଉଥିଲା, ତମେ ହାରି ଯାଉଥିଲ, ସେ ଜିତି ଯାଉଥିଲା। ତମେ ସେଇଟାକୁ ନେଇ ଗୋଟେ ବଡ କ୍ରିଏଟ କରି ଗୋଟେ ମହାଭାରତ ସୃଷ୍ଟି କରିଦେଲ। ତ ତେଣୁକରି ଝିମିଟି ଖେଳରୁ ତମେ ମହାଭାରତ କ୍ରିଏଟ କଲ। ତାପରେ କହିଲେ ଭଗବାନ ଗଧପାଦ ଧରିବା। କାର୍ଯ୍ୟ ହାସଲ କରିବା ପାଇଁ କୌଣସି ନିଚ ଜନର ଅନୁଗ୍ରହ ପ୍ରାର୍ଥୀ ହେବାକୁ ପଡିଲେ ଏହି ପ୍ରବଚନଟିର ପ୍ରୟୋଗ ହୋଇଥାଏ। ଯଦି କିଛି ପାଇବାର ଅଛି, ସ୍ୱାର୍ଥ ଯଦି ଅଛି, ସେଠି ସିଏ ଯିଏ ହେଇଥାଉ, ଚପରାସି ବି ଯଦି ହେଇଥିବ, ତା ଗୋଡ ତଳେ ଲୋକ ଶୋଇଯିବେ, ଭାଇରେ ଟିକେ କରେଇ ଦେ, ନ କରେଇଦେଲେ ମୁଁ ଭାସିଯିବି। ବୁଝିପାରୁଛ ନା? କଂସର ଶ୍ୱଶୁର ଜରାସନ୍ଧ 100 ଲକ୍ଷ ରାଜାଙ୍କୁ ବନ୍ଦୀ ରୂପେ ରଖିଥିଲେ। ଯୁଧିଷ୍ଠିରଙ୍କ ରାଜସ୍ୱ ଯଜ୍ଞରେ ଯୋଗ ଦେବା ପାଇଁ ଏହି ରାଜାମାନଙ୍କୁ ଜରାସନ୍ଧ କବଳରୁ ଉଦ୍ଧାର କରିବା ଦରକାର ପଡିଲା। ଜରାସନ୍ଧର ମୃତ୍ୟୁ କେବଳ ଭୀମଙ୍କ ହାତରେ ହେବାକୁ ଥିବାରୁ ଶ୍ରୀକୃଷ୍ଣ ଅର୍ଜୁନ ଭୀମଙ୍କୁ ଧରି ଜରାସନ୍ଧପୁରକୁ ଛଦ୍ମ ବ୍ରାହ୍ମଣ ବେଶରେ ଗମନ କଲେ। ଜରାସନ୍ଧର ଦ୍ୱାର ରଖିଥିଲା ଏକ ଗଧ, ଯେ ଶତ୍ରୁର ଆଗମନ ଜାଣିପାରେ ଓ ଉଚ୍ଚସ୍ୱର ରାବ କରି ସମସ୍ତଙ୍କୁ ସତର୍କ କରିଦିଏ। ଏମାନଙ୍କ ଆଗମନ କାଳରେ ଗଧ ଉଚ୍ଚସ୍ୱରରେ ଗର୍ଜନ କରିବାକୁ ଉଦ୍ୟତ ହେବା ମାତ୍ରେ ଶ୍ରୀକୃଷ୍ଣ ତାର କଣ୍ଠରୋଧ କରିଥିଲେ। ଗଧ ନୀରବ ରହି ସେମାନଙ୍କୁ ଭିତରକୁ ଯିବାକୁ ଦେଇଥିଲା। ଦେଖ, କୃଷ୍ଣ ଗଧ ପାଦ ତଳେ ପଡିଗଲେ, କହିଲେ ପ୍ରଭୁ ତୁ ଟିକେ ର, ଆଉ ଆବାଜ କରନା, ମୁଁ ଭିତରକୁ ହାଲକେଇକି ପଳେଇ ଯାଏ, ତାପରେ ତୁ ଯାହା କରିବା କଥା କରିବୁ, ମୁଁ ଆଗେ କିନ୍ତୁ ଟିକେ ପଳେଇ ଯାଏ ହେଲା। ମାତ୍ର ଏଥି ନିମନ୍ତେ ସେ ଶ୍ରୀକୃଷ୍ଣଙ୍କୁ କହିଥିଲା ତାର ପାଦ ଧରିବାକୁ। ଥର ଦେଖ, ଗଧ କହିଲା ମୁଁ ଛିଡା ହେଇଛି ଏଠି, ତୁ ଭିତରକୁ ଯିବୁ, ମୁଁ ତ ଛାଡିଦେମି, ମୋ ଗୋଡ ତଳେ ପଡିଲେ ତ ଛାଡିମି, ନ ପଡିଲେ ଛାଡିମିନି। ତ ପଡିଲେ ଗୋଡ ତଳେ ଛାଡିଲେ ତାକୁ। କାର୍ଯ୍ୟ ପାଇଁ ଭଗବାନ ଯଦି ଗଧ ପାଦ ଧରି ପାରିଛନ୍ତି, ଆମେ ତ ସାମାନ୍ୟ ମଣିଷ, ଆମେ କାହିଁକି ତା ପାଦ ନ ଧରିବା? ଅନନ୍ୟପାୟ ହୋଇ ଶ୍ରୀକୃଷ୍ଣ ତାର ପାଦ ଧରିଥିଲେ। କବିଙ୍କ ଭାଷାରେ ୟଶନେକ ବିଚାରିଲେ ଦେବଦା ମଦର, ଗନ୍ଧର୍ବ ଚରଣ ଦେବ ଛୁଇଁଲେ ବାମକର। ହେଲା। ତାପରେ ଆସୁଛନ୍ତି କର୍ଣ୍ଣ ମଲେ 5, ଅର୍ଜୁନ ମଲେ 5। ଗୋଟିଏ ପଦାର୍ଥ ହରାଇବା ସଙ୍ଗେ ସଙ୍ଗେ ତତୁଲ୍ୟ ଅନ୍ୟ ଏକ ପଦାର୍ଥ ପ୍ରାପ୍ତ ହେଲେ, ଅର୍ଥାତ୍ ଉଭୟ ଲାଭ ଓ କ୍ଷତିର ପରିମାଣ ସମାନ ହେଲେ ଏହି ପ୍ରବଚନଟି ପ୍ରୟୋଗ କରାଯାଏ। ଯଦି ଲାଭ ଠିକ ଥିବ, ତମର କ୍ଷତି ବି ଠିକ ଥିବ, ତ ସେଠି କୁହାଯିବ କର୍ଣ୍ଣ ମଲେ 5, ଅର୍ଜୁନ ମଲେ ବି 5। ବିବାହ ପୂର୍ବରୁ କୁନ୍ତୀ ଦୁର୍ବାସା ପ୍ରଦତ୍ତ ଜପାମାଳାକୁ ପରୀକ୍ଷା କରିବାକୁ ଯାଇ ଏକ ପୁତ୍ରର ଜନନୀ ହୋଇଥିଲେ। ଅବିବାହିତ ଥିବାରୁ ତାଙ୍କୁ ନବଜାତ ପୁତ୍ରକୁ ପରିତ୍ୟାଗ କରିବାକୁ ହୋଇଥିଲା। ପରବର୍ତ୍ତୀ କାଳରେ ଏହି ପୁତ୍ର କର୍ଣ୍ଣ ନାମରେ ପରିଚିତ ହୋଇଥିଲେ। ଏଣୁ କୁନ୍ତୀଙ୍କର ପ୍ରକୃତରେ ପୁତ୍ର ସଂଖ୍ୟା ଥିଲା 6। ମହାଭାରତ ଯୁଦ୍ଧରେ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଓ ପାଣ୍ଡବ ମାନଙ୍କ ବିପକ୍ଷରେ ଥିଲେ। ତାଙ୍କୁ ନିଜ ସମକକ୍ଷ ବୀର ଅର୍ଜୁନଙ୍କ ସହିତ ଯୁଦ୍ଧ କରିବାକୁ ପଡିଥିଲା। ଏଥିରେ ଏ ଦୁଇ ଜଣଙ୍କ ମଧ୍ୟରୁ ଜଣେ ନିହିତ ହେବା ଥିଲା ସୁନିଶ୍ଚିତ। ତେଣୁ ଯୁଦ୍ଧରେ ଅର୍ଜୁନ ଓ କର୍ଣ୍ଣଙ୍କ ମଧ୍ୟରୁ ଯେଉଁ ଜଣକ ନିହିତ ହେଲେ ମଧ୍ୟ କୁନ୍ତୀଙ୍କର ପୁତ୍ର ସଂଖ୍ୟା 5ରୁ କମ ନଥିଲା। ତେଣୁ ଯୁଦ୍ଧ ପୂର୍ବରୁ କୁନ୍ତୀ କର୍ଣ୍ଣକୁ କହିଥିଲେ, କୋଇନ୍ତାଏ ବୋଇଲେ ତୁ ଯେବେ ଅର୍ଜୁନକୁ ମାରିବୁ ସମରେ, ଶେଷେ ପଞ୍ଚପୁତ୍ର ହୋଇବ ମୋହରେ, ଅର୍ଜୁନ ଯେବେ ତୋତେ ମାରଇ ପ୍ରମାଦେ, ସେହି ପଞ୍ଚପୁତ୍ର ମୋର ହୋଇବେ ଯେ ହାତେ। ବୁଝେଇଦେଲେ, କହିଲେ ଯଦି ତୁ ବି କର୍ଣ୍ଣକୁ ମାରୁ, ମୋର ସେଇ 5 ପୁତ୍ର ରହିବେ। କର୍ଣ୍ଣ ଯଦି ଅର୍ଜୁନକୁ ବି ମାରେ, ମୋର ସେଇ 5 ପୁତ୍ର ରହିବେ। ତ ତେଣୁକରି ଯିଏ ଯାହାକୁ ମାରୁ, ସେଥିରେ ମୋର ମୁଣ୍ଡ ବସିବାର ନାହିଁ। ତାପରେ ଆସିଲା ମାଡୁଆ ମହାଦେବ। ମାଡୁଆ ମହାଦେବ ବୋଲି ତମେ ଜାଣିପାରୁଥିବ କଣ ଅଛି ଏଠି। କ୍ରୋଧ ବଶତଃ ସାମାନ୍ୟ ଦୋଷକୁ କ୍ଷମା ନ କରି ପରିସ୍ଥିତି ଜଟିଳ ହେବା ପରେ ପରିସ୍ଥିତି ନିକଟରେ ମୁଣ୍ଡ ନୁଆଇବାକୁ ବାଧ୍ୟ ହେଲେ। ମାଡୁଆ ମହାଦେବ ମାଡ ଖାଇଲେ ବର ଦେବ। ଓଡିଆ ପ୍ରବଚନଟିର ବହୁଳ ବ୍ୟବହାର ଦେଖାଯାଏ। ଅଗ୍ନି ଦେବତାଙ୍କୁ ଚକ୍ରାନ୍ତର ଶିକାର ହୋଇ ଅର୍ଜୁନ ବନବାସ କରୁଥିବା ସମୟରେ ଦିନେ ହର ଉଦ୍ୟାନ ନିକଟରେ ଏକ ଗଣ୍ଡାବଦ୍ଧ କରିଛନ୍ତି। ଶରାଘାତ ଗଣ୍ଡାଟି ସେଠାରୁ ପଳାୟନ କରି ତାର ପ୍ରଭୁ ଶିବଙ୍କ ନିକଟରେ ଭୂତଳଶାୟୀ ହୋଇଛି ଓ ସଙ୍ଗେ ସଙ୍ଗେ ପ୍ରାଣ ତ୍ୟାଗ କରିଛି। ତା ପଛେ ପଛେ ଅର୍ଜୁନ ସେଠାରେ ପହଞ୍ଚିଛନ୍ତି। ଶିବ ଓ ଅର୍ଜୁନଙ୍କ ମଧ୍ୟରେ ଘୋର ସମର ହୋଇଛି। ଶେଷରେ ଶିବ ପରାସ୍ତ ହୋଇ ଅର୍ଜୁନଙ୍କୁ ବର ଯାଚିଛନ୍ତି। ଏ ପ୍ରସଙ୍ଗରେ କବି କହିଛନ୍ତି, ସଂଗ୍ରାମ ବଶ୍ଚଳ ଏ ଯେ ସଦା ମତିଭୋଳ, ମାଡ ଖାଇନ ପ୍ରସନ୍ନ ହୁଅନ୍ତି ସୁଢଳ। ତ ମାଡ ଖାଇଲେ ଭଗବାନ ଦେବେ, ନହେଲେ ଦେବେ ନାହିଁ। ତ ସେଇଥିପାଇଁ କୁହାଯାଏନି ଆପଣ ଆଏ ତ ପରକୁ ଦେଇ ଶିବ ପଳେଇଲେ ଲଙ୍ଗଳା ହର ହର ମହାଦେବ। କହିବା କଥା ନୁହଁ, ତଥାପି କହିବାକୁ ପଡୁଛି। ବୁଝିଲା? ଏଇଟା ହଉଛି ମହାଭାରତର ମାନେ 100% ରୁ ତମମାନଙ୍କର 50% ବିଷୟବସ୍ତୁ। ଆଉ ବାକି ରହିଲା 50% କଣ ନା ଚରିତ୍ର ଚିତ୍ରଣ। ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଜାଣିବ, ତାପରେ ଭୀମଙ୍କ ସମ୍ପର୍କରେ ଜାଣିବ, ଶକୁନି ସମ୍ପର୍କରେ ଜାଣିବ, ଦୁର୍ଯ୍ୟୋଧନ, ଯୁଧିଷ୍ଠିର, ଅର୍ଜୁନ, ଗଙ୍ଗା, ଗାନ୍ଧାରୀ, କୁନ୍ତୀ। ତାପରେ ହଉଛି ସାମାଜିକ ଚିତ୍ର। ସାମାଜିକ ଚିତ୍ର ପରେ ତାପରେ ଆସିବ ତମମାନଙ୍କର ସାହିତ୍ୟିକ ମୂଲ୍ୟାଙ୍କନ, ବର୍ଣ୍ଣନା ଚାତୁରୀ, ରଚନା ଶୈଳୀ, ଐତିହାସିକ ମୂଲ୍ୟାଙ୍କନ କଣ ଅଛି। ତାପରେ ଆସିବ ଚଣ୍ଡୀପୁରାଣ। ଚଣ୍ଡୀପୁରାଣର କଥାବସ୍ତୁ ଜାଣିବ। ସାହିତ୍ୟ ମୂଲ୍ୟାୟନ କଣ ଅଛି, ଲକ୍ଷ୍ମୀ ନାରାୟଣୀ ବଚନିକା। ତାପରେ ସରିଯିବ ସାରଳା ଯୁଗ ତମର କମ୍ପ୍ଲିଟ ହେଇଯିବ ହେଲା। ତାପରେ ଆସିଯିବ ପଞ୍ଚସଖା ଯୁଗ। ଠିକ ଅଛି, 9ଟା 3 ହେଲା। ଯଦି ତମର କିଛି କାମ ଅଛି ତାହେଲେ ଖାଇ ପିଇକି ଟିକେ ରେଡି ହେଇଯାଇଥିବ। ଆମେ କେତେବେଳେ ପୁଣି ଷ୍ଟାର୍ଟ କରିବା କହିଲ? ଠିକ 9:45 ରୁ 55 ଭିତରେ ଆଉ ଟିକେ ଷ୍ଟାର୍ଟ କରିବା, 10:30 ପର୍ଯ୍ୟନ୍ତ ସାରିଦବା ନା କଣ କହୁଛ? ହଁ ମ୍ୟାମ୍। ଆଜ୍ଞା ମ୍ୟାଡାମ। ହଁ ମ୍ୟାମ୍।
ଠିକ ଅଛି ରହିଲି ଜୟ ଶ୍ରୀ ଜଗନ୍ନାଥ ସମସ୍ତେ ଚାଲ।